Good afternoon, friends. ଆମେ ଆଜି ୟୁନିଟ୍ 6 ଫିଲ୍ଡ ୱାର୍କ ଟ୍ରାଡିସନ୍ ଇନ୍ ଆନ୍ଥ୍ରୋପୋଲୋଜି ତତ୍ତ୍ୱରେ ଯେଉଁ ଫିଲ୍ଡ ୱାର୍କ ଯାଆନ୍ତି ଷ୍ଟଡି ଟୁର୍ ଯାଆନ୍ତି ସେ ବିଷୟରେ ଆମେ ଡିସ୍କସନ୍ କରିବା। ଷ୍ଟଡି ଟୁର୍ ମାନେ ପିଲାମାନେ ଥିଓରି ଯାହା ପାଠ ପଢ଼ନ୍ତି ସେମାନେ ଯେତେବେଳେ ଯେକୌଣସି ରୁରାଲ୍ ଏରିଆକୁ ବା ଯେକୌଣସି ଆଜିକାଲି ଅର୍ବାନ୍ ଏରିଆ ବି ହେଲାଣି ଯେକୌଣସି ଜାଗାକୁ ଯାଆନ୍ତି ସେ ଏରିଆର ଲୋକମାନଙ୍କ ସହିତ ମିଶନ୍ତି, ତାଙ୍କ ସହିତ ଡାଇରେକ୍ଟ କଥାବାର୍ତ୍ତା କରି ଯାହା ତାଙ୍କର ରିକ୍ୱାରମେଣ୍ଟ, ଯାହା ତାଙ୍କର ରିସର୍ଚ୍ଚ ଅନୁସାରେ ବା ସର୍ଭେ ଅନୁସାରେ ଡେଟା ସଂଗ୍ରହ କରନ୍ତି। କିନ୍ତୁ ମୂଳ କଥା ହେଲା ଏଇ ଯେଉଁ ଫିଲ୍ଡ ୱାର୍କ ଟ୍ରାଡିସନ୍ ଆନ୍ଥ୍ରୋପୋଲୋଜିରେ ପ୍ରଥମରୁ ଥିଲା। ପ୍ରଥମରୁ ଯେଉଁ ଋତୁତ୍ୱବିତ୍ ମାନେ ସେମାନେ କ'ଣ କରୁଥିଲେ ନା ପୂର୍ବରୁ ଯେଉଁମାନେ ସବୁ ଟ୍ରାଭେଲର୍ସ ଥିଲେ ବା ଯେଉଁମାନେ ବିଭିନ୍ନ ଦେଶର ଟୁର୍ କରି ଫେରୁଥିଲେ ସେମାନେ ଯେଉଁ ବିଷୟରେ ଲେଖୁଥିଲେ, ଯେଉଁମାନଙ୍କ ବିଷୟରେ ଲେଖୁଥିଲେ, ଯାହା ବା ଲେଖୁଥିଲେ ତାଙ୍କ ଲୋକମାନଙ୍କର ଚାଲିଚଳନ, ଲୋକମାନଙ୍କର ଖାଦ୍ୟ, ଲୋକମାନଙ୍କର ପେୟ, ଲୋକମାନଙ୍କର ପୋଷାକ ଏସବୁ ବିଷୟରେ ସେମାନେ ଯାହା ଲେଖୁଥିଲେ ସେଇଟାକୁ ସେମାନେ ସେଇ ଲୋକମାନଙ୍କର ବିଷୟବସ୍ତୁ ବା ସେଇ ଲୋକମାନଙ୍କର ସାମାଜିକ ଜୀବନ ବା ସେଇ ଲୋକମାନଙ୍କର କଲଚର ଭାବିକିରି ପଢ଼ୁଥିଲେ। କିନ୍ତୁ ପରେ ଦେଖାଗଲା ବହୁତ ଜିନିଷ ଯେଉଁ ଟୁରିଷ୍ଟ ମାନେ ଯାଆନ୍ତି ବା ଟ୍ରାଭେଲର୍ସ ମାନେ ଯାଆନ୍ତି ସେମାନେ ବାୟସ୍ ହେଇକି ଲେଖନ୍ତି, କାରଣ ସେମାନେ ଗୋଟେ ଜାଗାରେ ବହୁତ ଦିନ ରୁହନ୍ତିନି, କେଉଁଠି ଦିନେ କେଉଁଠି ତ ଫ୍ୟୁ ଆୱାର୍ସ ରହି ଯାହା ଡେଟା ସେମାନେ ପାଇଲେ ବା ଯେଉଁ ଲୋକମାନଙ୍କୁ ପାଇଲେ ସେମାନଙ୍କ ସହିତ କଥାବାର୍ତ୍ତା କରି ତାଙ୍କର ଯାହା ଫ୍ୟାକ୍ଟସ ନୋଟ୍ରେ ଲିପିବଦ୍ଧ କରନ୍ତି, ପରେ ଆସି ତାକୁ ରେକର୍ଡ କରନ୍ତି। କିନ୍ତୁ ସେଗୁଡ଼ାକ ସବୁବେଳେ ବା ଅଧିକାଂଶ ସମୟରେ ଭୁଲ ଥାଏ, କୌଣସି ତାର ତଥ୍ୟ ଭିତ୍ତିକ ନଥାଏ। ସେଥିପାଇଁକା ଋତୁତ୍ୱବିତ୍ ମାନେ ପରେ କ୍ରିଟିସାଇଜ୍ ଦେଲେ, କିନ୍ତୁ କ୍ରିଟିସାଇଜ୍ ହେଲେ ସେମାନେ ଭାବିଲେ ଆରେ ଯଦି ଟୁରିଷ୍ଟ ମାନେ ଯାଉଛନ୍ତି, ଟ୍ରାଭେଲର ମାନେ ଯାଉଛନ୍ତି, ଆମେ କାହିଁକି ନ ଯିବା? ତେଣୁ ସେମାନେ ଯେକୌଣସି କମ୍ୟୁନିଟିର ଷ୍ଟଡି କରିବେ ବା ଯେଉଁ କମ୍ୟୁନିଟିକୁ ଯିବାକୁ ଚିନ୍ତା କରିବେ ସେ କମ୍ୟୁନିଟି ପାଇଁ ଗୋଟେ ଖସଡ଼ା ବା ଗୋଟେ ପ୍ଲାନ୍, ଗୋଟେ ଡିଜାଇନ୍ ଚିନ୍ତା କରି କ'ଣ କ'ଣ ପଚାରିବେ, କେଉଁ ବିଷୟରେ ଡିସ୍କସନ୍ କରିବେ, ସବୁ ଚିନ୍ତା କରି ଗୋଟେ ତାଙ୍କର ନୋଟ୍ ବହିରେ ଲେଖିକି ଯାଆନ୍ତି। ଏବଂ ଯେତେବେଳେ ସେମାନେ ଲେଖିକି ଯାଆନ୍ତି, ନୋଟ୍ ବହିରେ ଡିସ୍କସନ୍ କରି ଯାଆନ୍ତି, ସେତେବେଳେ ସେମାନେ ତାଙ୍କର ଡିସ୍କସନ୍ ଫେଜ୍ ପୂର୍ବରୁ ସେମାନେ ପୁରା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥାନ୍ତି। ଯେତେବେଳେ ଫିଲ୍ଡ ୱାର୍କ ସେମାନେ ଚିନ୍ତା କଲେ ଏବଂ ଯେଉଁ ସବଜେକ୍ଟ ଉପରେ ଡେଟା କଲେକ୍ସନ୍ କରିବାକୁ ଚିନ୍ତା କଲେ ସେମାନେ ଗୋଟେ ଇଣ୍ଟରଭ୍ୟୁ ସେଡ୍ୟୁଲ୍, ଯେହେତୁ ନିଜେ ସେମାନେ ଯାଉଛନ୍ତି ନିଜେ ଡେଟା କଲେକ୍ସନ୍ କରିବେ, ଇଣ୍ଟରଭ୍ୟୁ ସେଡ୍ୟୁଲ୍ ତିଆରି କରିକି ଯାଉଥିଲେ। ଏବଂ ଇଣ୍ଟରଭ୍ୟୁ ସେଡ୍ୟୁଲ୍ ସେମାନେ ଯେଉଁ ଲାଙ୍ଗୁଏଜରେ ତାଙ୍କର କଥାବାର୍ତ୍ତା କରିବେ, ଓଡ଼ିଆରେ ହେଲେ ଓଡ଼ିଆ, ଯିଏ ଯେଉଁ ଲାଙ୍ଗୁଏଜରେ ଯିଏ ଯେଉଁ ଏରିଆରେ ଷ୍ଟଡି କରୁଥିବ ପ୍ରିଫରେବଲି ସେଇ ଲାଙ୍ଗୁଏଜରେ ତିଆରି କରିକି ଦିଅନ୍ତି। ଏବଂ ଆଜିକାଲି କ'ଣ ହେଉଛି, ଇଣ୍ଟରଭ୍ୟୁ ସେଡ୍ୟୁଲ୍ କୋଡ଼ିଂ କରୁଛନ୍ତି। କୋଡ଼ିଂ କରି ଗଲାବେଳକୁ ଆମେ ଡେଟା ଯେତେବେଳେ ସଂଗ୍ରହ କରୁଛେ ସେତେବେଳେ ଡାଇରେକ୍ଟ ଧରନ୍ତୁ ଗୋଟେ ପିଲାର ଆମେ ଏଜୁକେସନାଲ୍ ଷ୍ଟାଟସ୍ ଷ୍ଟଡି କରିବାକୁ ଯାଉଛେ, ପଚାରୁଛେ ତାର କ'ଣ କେଉଁ କ୍ଲାସ୍ରେ ପାଠ ପଢ଼ିଛ, ପାଠ ପଢ଼ିନି 0 ଦେଉଛେ, 1 ରୁ 3 ଯାକେ ପାଠ ପଢ଼ିଛି ତାକୁ ଆମେ 1 ଦେଉଛେ, 3 ରୁ 7 ଯାକେ ପାଠ ପଢ଼ିଛି ତାକୁ ଆମେ 2 ଦେଉଛେ, ଏରକମ କରିକି ନମ୍ବର ଦେଇକିରି ଯାଉଛେ। ପରେ ଆନାଲିସିସ୍ ବେଳକୁ କମ୍ପ୍ୟୁଟର ଆନାଲିସିସ୍ ବେଳକୁ ସୁବିଧା ହେଉଛି, ତେଣୁ ସେଇ ଟେବୁଲ ଯେତେବେଳେ ଆସିଯାଉଛି ଆମେ ଆଭରେଜ ତାର ସବୁ ଡିଟେଲ ଇନଫର୍ମେସନ୍ ପାଇଯାଉଛେ କମ୍ପ୍ୟୁଟର ମାଧ୍ୟମରେ, ସୁବିଧା ହେଉଛି। ତାପରେ ତାକୁ ଡିକୋଡିଂ କରିକି ଆମେ ଏକ୍ଜାକ୍ଟ ଆନାଲିସିସ୍ କରୁଛେ, ଡିକୋଡିଂ କରିକି ତାକୁ ଆନାଲିସିସ୍ କରୁଛେ। ତେଣୁ ଆମକୁ ସୁବିଧା ହେଲା କ'ଣ, ଯେତେବେଳେ ଲୋକମାନେ ଡାଇରେକ୍ଟଲି ଋତୁତ୍ୱବିତ୍ ମାନେ ଡାଇରେକ୍ଟଲି ଫିଲ୍ଡକୁ ଗଲେ, ଲୋକମାନଙ୍କ ପାଖକୁ ଗଲେ, ଲୋକମାନଙ୍କ ପାଖରେ ରହିଲେ, ସେମାନେ ଏକ୍ଜାକ୍ଟ ଜିନିଷ ଜାଣିବାକୁ ପାଇଲେ। ତଥାପି ସେମାନଙ୍କର ପ୍ରୋବ୍ଲେମ୍ ହେଉଥାଏ କ'ଣ ନା, ଯେତେବେଳେ ସେମାନେ ଡାଟା କଲେକ୍ସନ୍ କରିବାକୁ ଯାଆନ୍ତି ଲୋକମାନେ ସେତେବେଳେ ହୁଏତ ଆଭେଲେବୁଲ୍ ହେଇନଥାନ୍ତି, ବା ଲୋକମାନଙ୍କର ଯେତେବେଳେ ମନର ଅବସ୍ଥା ଭଲ ନଥାଏ, ଶରୀର ଅବସ୍ଥା ଭଲ ନଥାଏ, ସେମାନେ ଋତୁତ୍ୱବିତ୍ ମାନଙ୍କୁ ବା ତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନଥାନ୍ତି। ତେଣୁ ଆମର ସେତେବେଳେ ଋତୁତ୍ୱବିତ୍ ମାନଙ୍କୁ ଚିନ୍ତା ହୁଏ ଆମେ କ'ଣ ପାଇଁ ଚାହୁଁଛେ, ଆମର ପର୍ପସ୍ଟାକୁ ଆମେ ଲୋକମାନଙ୍କ ପାଖରେ
ତାଙ୍କର ଲିଡର ହଉ ବା ସ୍କୁଲ ଟିଚର ହଉ ତାଙ୍କୁ ଆମେ ଜଣାଉ ଯେ ଆମେ ଏଇ ପର୍ପସରେ ଆସୁଛେ, ସେମାନଙ୍କର ଡେଟା ସଂଗ୍ରହ କରି ଲୋକମାନଙ୍କ ବିଷୟରେ ଆମେ ଜାଣିବୁ, ତୁମ ବିଷୟରେ ଲେଖିବୁ, ତୁମ ବିଷୟରେ ଲେଖିଲା ପରେ ତୁମର ଯାହା ସମାଜର ଅସୁବିଧା ଥିବ, ଯାହା ପ୍ରୋବ୍ଲେମ ଥିବ ସେଟା ଲୋକଲୋଚନକୁ ଆସିବ, ସରକାର ତାକୁ ଜାଣିବାକୁ ପାରିବେ ଏବଂ ଗ୍ରାଜୁଆଲି ସରକାର ସେଇ ଯେଉଁ ଅସୁବିଧା ତକ ସମାଧାନ କରିବା ପାଇଁ ଚେଷ୍ଟା କରିବେ। ମାନେ ଇନଡାଇରେକ୍ଟଲି ସେମାନେ ଜାଣିବେ ଯେ ନେତୃତ୍ୱବିତ୍ ମାନେ ଯେଉଁମାନେ ଆସୁଛନ୍ତି ବା ରିସର୍ଚ୍ଚ ସ୍କଲାର ମାନେ ଯେଉଁମାନେ ଆସୁଛନ୍ତି ବା ଯେଉଁମାନେ ପିଏଚଡି କରିବାକୁ ଡେଟା ସଂଗ୍ରହ କରିବା ଆସୁଛନ୍ତି, ଡେଟା ମାନେ ଇନଫର୍ମେସନ ସଂଗ୍ରହ କରିବା ଆସୁଛନ୍ତି, ସେମାନେ କେବଳ ତାଙ୍କ ନିଜ ବିଷୟରେ ଜ୍ଞାନ ଆହରଣ କରୁଛନ୍ତି ତାହା ନୁହେଁ, ସେଇ ଜ୍ଞାନଟାକୁ ତାଙ୍କର ଯଦି କିଛି ସମାଜରେ ପ୍ରୋବ୍ଲେମ ଥାଏ ତାକୁ ସେମାନେ ୟୁଜ୍ କରୁଛନ୍ତି। ତ ଜ୍ଞାନର ସାମାଜିକ ଯେଉଁ ନଲେଜ, ସାଂସ୍କୃତିକ ନଲେଜଟାକୁ ଯେତେବେଳେ ସମାଧାନ କରିବାକୁ ଥାଏ ତାଙ୍କର ପ୍ରୋବ୍ଲେମ ଗୁଡ଼ାକୁ, ତାକୁ ଆମେ କହେ ବ୍ୟବହାରିକ ନେତୃତ୍ୱ ବା ଆପ୍ଲାଏଡ ଆନ୍ଥ୍ରୋପୋଲୋଜି। ତେଣୁ ଯଦି ସମାଜ ବିଷୟରେ ଆମେ ଠିକ ଭାବରେ ନ ଜାଣିବା, ସମାଜ ବିଷୟରେ ସାଂସ୍କୃତିକ ବିଷୟରେ ଆମେ ଠିକ ଭାବରେ ନ ଜାଣିବା, ତ ତାଙ୍କର ଆମେ ଶିକ୍ଷାଗତ ଯାଉଛେ କି ସ୍ୱାସ୍ଥ୍ୟଗତ ପାଠ ପଢ଼ିବାକୁ ଯାଉଛେ କି ଇକୋନୋମିକ ଅର୍ଥନୀତି ବିଷୟରେ ଜାଣିବାକୁ ଯାଉଛେ, ଆମେ ତାଙ୍କର ଯଦି ଅର୍ଥନୀତିର ବିଷୟରେ ଜାଣିବାନି, ଅର୍ଥନୀତି କେତେ ଅଛି, କାହିଁକି ଅଛି, ସେମାନେ କ'ଣ ଅର୍ଥନୀତି କରୁଛନ୍ତି, କି ସ୍ୱାସ୍ଥ୍ୟ ଅବସ୍ଥା ଏମିତି କାହିଁକି, କ'ଣ ସେମାନେ ଖାଉଛନ୍ତି, ତାଙ୍କର ଖାଦ୍ୟପେୟ ଏସବୁ ଡିଟେଲ ଜାଣିବାକୁ ପଡ଼ିବ। ତେଣୁ ଡିଟେଲ ଜାଣିବାକୁ ହେଲେ ତୁମେ ଲୋକମାନଙ୍କର ମିନିମମ୍ 3ଟି ଇମ୍ପୋର୍ଟାନ୍ସ, ଫିଲ୍ଡ ଷ୍ଟଡିର 3ଟି ଇମ୍ପୋର୍ଟାନ୍ସ ରହିଛି। ତୁମେ ଲୋକମାନଙ୍କ ପାଖକୁ ଯଦି ଯିବ, ଯେତେବେଳେ ଡେଟା କଲେକ୍ସନ କରିବ ବା ଆନ୍ଥ୍ରୋପୋଲୋଜି ଯଦି ଯାଆନ୍ତି, ସେମାନେ ପ୍ରଥମେ ଭାଲ୍ୟୁ ଅଫ୍ ଟ୍ରୁଥ ଦେଖନ୍ତି। ଟ୍ରୁଥ, ସତ୍ୟ, ଯାହା ସତ୍ୟ ସେମାନେ ପାଆନ୍ତି, ଯାହା ସତ୍ୟ ଘଟଣା ସେମାନେ ଦେଖନ୍ତି, ସେଟାକୁ ଲିପିବଦ୍ଧ କରନ୍ତି। ସେମାନେ କେମିତି ଜାଣିବେ এই ଘଟଣାଟା ସତ୍ୟ ବା ସେ ଲୋକ ଜଣଙ୍କୁ ଯାହା କହୁଛନ୍ତି, ଯେଉଁ ଇନଫର୍ମେସନ ଦଉଛନ୍ତି, ଫାର୍ଷ୍ଟ ହ୍ୟାଣ୍ଡ ଇନଫର୍ମେସନ, ସେଇଟା ସତ କି ମିଛ କେମିତି ଜାଣିବେ? ସେଇ ଲୋକକୁ ହୁଏତ ଆଉ 5 ଦିନ ପରେ ଯଦି ପଚାରିବେ, ସେ ଯଦି ସେଇ କଥା କହିବ ତାହେଲେ ଜାଣିବେ ସେଇ ଲୋକ ସେଇ ଗୋଟିଏ ଜିନିଷ ଜାଣିଛି। ସେଇ ବିଷୟବସ୍ତୁକୁ ଆମେ ଆଉ 2-3 ଲୋକଙ୍କ ସହିତ କଥାବାର୍ତ୍ତା କରି କ୍ରସ୍ ଚେକ୍ କରି ଡାଟାଟା କଲେକ୍ସନ କଲେ ଆମେ ଜାଣିପାରିବା ନିଶ୍ଚୟ ଭାବରେ କୋଉଟା ସତ କୋଉଟା ମିଛ ଆମେ ଜାଣିପାରିବା। କାରଣ ବେଳେବେଳେ କ'ଣ ହୁଏ, ଲୋକର ମନସ୍ତାତ୍ତ୍ୱିକ ଅବସ୍ଥାରେ ବା ସମାଜର କୌଣସି ଜିନିଷ ଯଦି ସେମାନେ ଧରନ୍ତୁ ଗୋଟେ କଥା, ଆମର ସରକାର କହିଛନ୍ତି 18 ବର୍ଷ ପୂର୍ବରୁ ଝିଅମାନେ, 21 ବର୍ଷ ପୂର୍ବରୁ ପୁଅମାନେ ବିବାହ କରିପାରିବେନି। ଧର ଆମେ ତାକୁ ପଚାରିବା, ତୁମ ସମାଜରେ ବିବାହ ଝିଅମାନେ କେବଳ କୋଉ ବୟସରେ କରନ୍ତି? ସେ ଯଦି କହିଦେବ ହଁ 15 ବର୍ଷରେ 16 ବର୍ଷରେ କରନ୍ତି, ଯଦି କହିଦେଲା, ଯଦି କନସିୟସ୍ ଲୋକଟି ହେଇଥିବ, ଆରେ ମୁଁ ଯଦି 15 ବର୍ଷ 16 ବର୍ଷ କହିଦେବି ତାହେଲେ ଆମ ସମାଜ ବିରୁଦ୍ଧରେ ଏଇ ଇନଫର୍ମେସନଟା ଯିବ, ଏଇ ଖବରଟା ଯିବ। ତେଣୁ ସେ 15-16 ବର୍ଷରେ ମ୍ୟାରେଜ କରିଥିଲେ ବି ତାର ଏଜ୍ ଅଫ୍ ମ୍ୟାରେଜ ସେ ତାକୁ 18-19 ଇଷ୍ଟର କହିବ। ତାମାନେ ଏଠି ସେ ଯେହେତୁ ଲୋକଟି ଜାଣୁଛି ସରକାର କଥା ଏବଂ ସେ ଗୋଟିଏ ଲେଖିବା ଜାଣିବା ଲୋକଟିଏ ହେଇଥିବ, ସେ ତାକୁ ଲୁଚେଇବାକୁ ଚେଷ୍ଟା କରିବ। ନାଇଁ, ଯଦି ସେ ଲୁଚେଇବାକୁ ନ ଚେଷ୍ଟା କରି ସତ କଥା କହିବ, ଆମେ କେମିତି ଜାଣିବା? ସେ ଇନଫର୍ମେସନ ଯୋଉଟା ଆମେ ପାଉଛେ କେମିତି ଜାଣିବା ସେ ସତ କଥା କହୁଛି କି ଇନଫର୍ମେସନଟା ଆମେ ରାଇଟଲି ରେକର୍ଡ କରୁଛୁ ନାହିଁ? ତେଣୁ ତାକୁ 5-10 ଲୋକଙ୍କୁ ପଚାରିବ, 5-10 ଲୋକଙ୍କୁ ପଚାରିଲା ପରେ ସତ୍ୟଟା ଆସିବ। ତେଣୁ ଆମେ ଯେକୌଣସି ଫିଲ୍ଡ ଷ୍ଟଡି ହଉ, ସେ ସ୍ୱାସ୍ଥ୍ୟଗତ ହଉ, ଶିକ୍ଷାଗତ ହଉ ବା ସାମାଜିକ ହଉ, ଆମେ ସତ୍ୟ ତଥ୍ୟ ଆଣିବା ପାଇଁ ଚେଷ୍ଟା କରିବା ସବୁବେଳେ। ସତ୍ୟ ତଥ୍ୟ ନ ଆଣିଲେ ଡେଟା ବି ରଙ୍ଗ ହବ, ଆଉ ତାର ପ୍ରୋବ୍ଲେମ ସେଇ ତଥ୍ୟ ଉପରେ ଯଦି କିଛି ଆମେ ଡେଭଲପମେଣ୍ଟ ମଡେଲ ତିଆରି କରିବା ବା ଖସଡ଼ା ତିଆରି କରିବା, ସେଗୁଡ଼ା ବି ସବୁ ଭୁଲ ହବ। ତେଣୁ ପ୍ରଥମ ଇମ୍ପୋର୍ଟାନ୍ସ, ପ୍ରଥମ ଫିଲ୍ଡ ୱାର୍କର ପ୍ରଥମ ମେସେଜଟା, ପ୍ରଥମ ଭାଲ୍ୟୁ ଟ୍ରୁଥ। ଟ୍ରୁଥକୁ ଆମେ କେମିତି ଚେଷ୍ଟା କରିବା ଫିଲ୍ଡ ୱାର୍କରୁ ଡେଟା କଲେକ୍ସନ ବେଳେ ଟ୍ରୁଥକୁ ଆଣିବା। ଦ୍ୱିତୀୟ କଥା, ଫିଲ୍ଡ ୱାର୍କ ଆମେ ଲୋକମାନଙ୍କ ଏରିଆକୁ ଯାଉଥିଲେ, ଲୋକମାନଙ୍କ ସହିତ ଯେତେ ଦିନ ପାରିବା ରହିବା, ଯେତେ ସମ୍ଭବ ପାରିବା ତାଙ୍କ ଗହଣରେ ରହିବା, ନିଜକୁ ନିଜ କଲଚର ବିଷୟରେ ତାଙ୍କୁ ବୁଝେଇବା, ତାଙ୍କ କଲଚରକୁ ଜାଣିବା। ତାଙ୍କ ଭାଷା ଜାଣିଲେ ତ ଆହୁରି ଭଲ, ଯୋଉଠି ଭାଷା ନ ଜାଣିପାରିବା ଆମେ ସେଠି ଇଣ୍ଟରପ୍ରିଟର ନେଇକରି ନେବାର ବ୍ୟବସ୍ଥା ଅଛି। କିନ୍ତୁ ଭାଷା ଜାଣିଲେ ସବୁଠୁ ଭଲ। ଭାଷା ଯଦି ଗୋଟେ ଲୋକ ଜାଣିବ ସେ ଏରିଆରେ ମିନିମମ୍ ଭାଷା 2 କହିଲେ ଭାଷା ଚଳନୀୟ ଭାଷା ବା କଥୋପକଥନ ଭାଷା ଜାଣିପାରିବ,
ଭାଷାର ବ୍ୟବହାର ଜାଣିପାରିବ। ତେଣୁ ଭାଷା ଜାଣିଲେ ଅତି ଉତ୍ତମ। ଯଦି ଭାଷା ବି ନ ଜାଣିଲେ ଆଜିକାଲି ଆମେ ଯେଉଁ କମ୍ୟୁନିଟିକୁ ଯାଉଛେ ଅଧିକାଂଶ ଲୋକାଲ ଲାଙ୍ଗୁଏଜ, ଧର ସେ କୌଣସି ଲୋକାଲ ଲାଙ୍ଗୁଏଜ ହିନ୍ଦୀ ଅଛନ୍ତି, ସେମାନେ ତାଙ୍କର ଟ୍ରାଇବାଲ ଲାଙ୍ଗୁଏଜ ଜାଣିବା ସହିତ ଲୋକାଲ ଲାଙ୍ଗୁଏଜ ଜାଣିଥାନ୍ତି। ଧର ଓଡ଼ିଶା ଅଛି, ଓଡ଼ିଶାରେ ଲୋକାଲ ଲାଙ୍ଗୁଏଜ ଓଡ଼ିଆ ସହିତ ସେମାନେ ତାଙ୍କ ନିଜ ଲାଙ୍ଗୁଏଜ ବି ଜାଣିଥାନ୍ତି। ସାଧାରଣତଃ ଆଦିବାସୀ ବନରେ ରହୁଥିବା ଲୋକମାନେ, ସହରରୁ ଦୂରରେ ରହୁଥିବା ଲୋକମାନେ କିଛି କିଛି କଣ୍ଟାକ୍ଟ ସହିତ, ଲୋକାଲ ଲୋକଙ୍କ ସହିତ କଣ୍ଟାକ୍ଟ ସହିତ ସେମାନେ ବାଇଲିଙ୍ଗୁଆଲ ହେଇଛନ୍ତି। ସେମାନେ ତାଙ୍କର ନିଜର ତ ଭାଷା ଅଛି କିନ୍ତୁ ଲିପି ନାହିଁ। ଓଡ଼ିଆରେ ବି ସେମାନେ ପଢ଼ୁଥିଲେ, ଓଡ଼ିଆର ଲିପି ଜାଣନ୍ତି ଓ ଓଡ଼ିଆର ଭାଷା କିଛି କିଛି ଜାଣନ୍ତି। ଯେଉଁମାନେ କି ୟଙ୍ଗ ଜେନେରେସନ୍, ଓଲ୍ଡ ଜେନେରେସନ୍ ଯେଉଁମାନେ ହୁଏତ 60-70 ଉପରେ ଯେଉଁମାନେ ଅଛନ୍ତି, ସେମାନେ ଲିପି ହୁଏତ ଜାଣିବାକୁ ତାଙ୍କୁ କଷ୍ଟ ହେଇପାରେ, କିନ୍ତୁ ସେମାନେ ଓଡ଼ିଆରେ କଥାବାର୍ତ୍ତା କରିପାରନ୍ତି। ଆମର ଯେମିତି ବହୁତ ଲୋକ ଗାଁ ଗହଳିରେ ଅଛନ୍ତି ଓଡ଼ିଆ ଭାଷାରେ ପ୍ରାଞ୍ଜଳ ଭାବରେ କଥାବାର୍ତ୍ତା କହିପାରିବେ, କିନ୍ତୁ ଦସ୍ତଖତ କହିଲେ ଦସ୍ତଖତ କରିପାରିବେନି। ତ ବହିଟେ ଦେଲେ ବହିଟେ ପଢ଼ିପାରିବେନି। କିନ୍ତୁ ସେଇଟାକୁ ଆମେ ତାକୁ ସେ କଥାବାର୍ତ୍ତା କରୁଛି, ସେ ଆମେ ତାକୁ ଯଦି ନିଜେ ଲିଟରେଟ୍ କହିବା ତାହେଲେ ଭୁଲ ହବ। ଲିଟରେଟ୍ର ପ୍ରଥମ ମାନଦଣ୍ଡ ହେଉଛି ଲୋକଟି ଅକ୍ଷର ଚିହ୍ନି ଜାଣିଥିବ, କହି ଜାଣିଥିବ ଏବଂ ଯେଉଁ ପାରାଟି ବା ଯେଉଁ ଲାଇନଟି ସେ ପଢ଼ୁଥିବ ବୁଝିପାରୁଥିବ ଏବଂ ତା ଦସ୍ତଖତ କରିପାରୁଥିବ ମିନିମମ୍। ତାହେଲେ ଆମେ ଜାଣିବା ସେ ଗୋଟେ ଲିଟରେଟ୍ ପର୍ସନ୍। ନହେଲେ ସେ ଗୋଟେ ଖାଲି ଦସ୍ତଖତ କହିଲେ ଯଦି ଟିପ ଚିହ୍ନ ଦେଉଥିବ, ତାହେଲେ ଆମେ ତାକୁ ଲିଟରେଟ୍ରେ ନେବାନି। ଏରକମ ଆମେ ଲୋକର ଯେତେ ପାରିବା ତାର ଟ୍ରୁଥ ସଂଗ୍ରହ କରିବା। ସେକେଣ୍ଡ, ୱି ଭ୍ୟାଲ୍ୟୁ ଦେୟାର କଲଚର। ତାଙ୍କର ସାମାଜିକ ବ୍ୟବସ୍ଥା, ସାଂସ୍କୃତିକ ବ୍ୟବସ୍ଥା ଆମେ ଜାଣିଲା ପରେ ଆମେ ତାଙ୍କୁ କୌଣସି ପ୍ରକାର ତାଙ୍କର ବ୍ୟବସ୍ଥାକୁ, ତାଙ୍କ କଲଚରକୁ ଅପମାନ କରିବାନି ବା ଅପମାନ ସୂଚକ କୌଣସି କଥା ତାଙ୍କୁ କହିବା ଉଚିତ ନୁହେଁ, ଯେଉଁଥିରେ କି ସେମାନେ ତାଙ୍କର କଲଚର ପ୍ରତି, ତାଙ୍କର ସଂସ୍କୃତି ପ୍ରତି ଯେଉଁ ପ୍ରକାର ଭାବ ଥାଏ, ତାଙ୍କ କଲଚର, ତାଙ୍କ ସମାଜ, ତାଙ୍କ ସଂସ୍କୃତି, ସେମାନେ ଗୋଟେ ଗର୍ବ ଥାଏ। ତାଙ୍କର ସେଇ ଗର୍ବକୁ ଆମେ ନିଚ କରିବାନି ବା ଛୋଟ କରି ତାଙ୍କୁ ଦେଖିବାନି। ସେମାନେ ଭାବିବେନି ଏମାନେ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରୁ ଆସିଛନ୍ତି, ଆଙ୍କ କଲଚର, ଆଙ୍କ ସମାଜ ବଡ଼ ବୋଲି। ସେମାନେ ଯେତେବେଳେ ଭାବିଦେବେ ଯେ ବାହାର ଲୋକର କଲଚର ବଡ଼ ବା ଉଚ୍ଚ, ଆମ କଲଚର ଟିକେ କମ୍, ତାହେଲେ ତାଙ୍କର ଗୋଟେ ଇନଫିରିୟରିଟି କମ୍ପ୍ଲେକ୍ସ ବା ନିଜ ମନୋଭାବ ଆସିବ, ଯାହାଫଳରେ କି ସେମାନେ ଇନଫର୍ମେସନ ଦେବା ପାଇଁ, ଡେଟା ଦେବା ପାଇଁ ନିଶ୍ଚିତ ଭାବରେ କୁଣ୍ଠିତ ହେବେ, ଠିକ ଭାବରେ ଇନଫର୍ମେସନ ବା ତଥ୍ୟ ଦେଇପାରିବେନି। ତେଣୁ ଆମେ ତାଙ୍କର ସମୟକୁ ଇମ୍ପୋର୍ଟାନ୍ସ ଦେବା, ଆମେ ତାଙ୍କର ସଂସ୍କୃତିକୁ ଇମ୍ପୋର୍ଟାନ୍ସ ଦେବା, ଆମେ ତାଙ୍କର ଭାଷାକୁ ବି ଇମ୍ପୋର୍ଟାନ୍ସ ଦେବା। ଧରନ୍ତୁ ସେ ଭାଷା କହିଲା ବେଳେ, ଧରନ୍ତୁ ଗୋଟେ ଲୋକ, ଗୋଟେ ଏକ୍ଜାମ୍ପଲ ଦଉଛି, ଆମେ ଜାଣିଛେ ଧର ସେ ଗୋଟେ କହୁଛି ଏ ଶଳା ସାର୍ଟି ଭଲ ପାଠ ପଢ଼େଇଲା, ୟୁଜ୍ କଲା ଶଳା। ଆମେ ଶଳାଟା ଗୋଟେ ସ୍ଲାଙ୍ଗ ବୋଲି ଭାବୁଛେ, କିନ୍ତୁ ଶଳା ଅର୍ଥ ଗୋଟେ ସୁଇଟ୍ ରିଲେସନସିପ୍। ନିଜର ସ୍ତ୍ରୀର ଭାଇକି ଆମେ ଶଳା ବୋଲି କହୁ, ତେଣୁ ଏଇଟା ଗୋଟେ ସୁଇଟ୍ ରିଲେସନସିପ୍, ଥଟା ପରିହାସ କରି ଶଳା ବୋଲି କହୁ। ଆମେ ଯେତେବେଳେ ଶଳା ଆସିଲେ, ଶଳା ଗଲେ, ଆସିଲେ କଥାବାର୍ତ୍ତା, ଏଟାକୁ ଭାବିଲେ ଆମେ ଭଲ ମଧୁର ସମ୍ପର୍କରେ କଥାବାର୍ତ୍ତା କରୁଛୁ। କିନ୍ତୁ ସେ ଯେତେବେଳେ ତାକୁ କହୁଛି, ମନେକର ଆମେ ରାଗିବା, ଗୋଟେ ଲୋକ ରାଗିକିରି କହୁଛି ବା ବିରକ୍ତି କହୁଛି ଏ ଶଳା ବାଜେ ଲୋକଟା, ତାହେଲେ ଏଠି ଶଳାଟାର ୟୁଜ୍ କ'ଣ ହେଲା? ମାନେ ଶଳାଟା ଗୋଟେ ନେଗେଟିଭ ୟୁଜ୍ରେ ହେଲା, ମାନେ ତାକୁ ଖରାପ ୟୁଜ୍ରେ ବା ଗୋଟେ ପର୍ସନର ନେଗେଟିଭ ପର୍ସନାଲିଟି ଉପରେ କଥା କହିଲା, ନେଗେଟିଭ ୟୁଜ୍ ହେଲା। କିନ୍ତୁ ସେ ଯେତେବେଳେ କହୁଛି ଏ ଶଳା ମାଷ୍ଟର ଭଲ ପାଠ ପଢ଼ଉଛି, ଏଠି ଶଳାଟା ଗୋଟେ ମାଷ୍ଟରର ପଜିଟିଭ ୱେରେ, ଗୋଟେ କ୍ୱାଲିଟି ୱେରେ ୟୁଜ୍ କରାଯାଉଛି। ତେଣୁ ସେଇ ଶଳା ଶବ୍ଦଟାକୁ କେମିତି ମୁଁ ଗୋଟେ ଶଳା ୟୁଜ୍ଟା କଲି, କାହିଁକି ଆମ ଓଡ଼ିଆରେ ମ୍ୟାକ୍ସିମମ୍ ଶବ୍ଦଟା ଶଳାରେ କୁହାଯାଏ। ଶଳାଟାକୁ କିଏ କୋଉ ପ୍ରକାର ୟୁଜ୍ କରୁଛି, ଆମେ ତାର ଭାଷାର ପ୍ରୋନାଉନ୍ସିଏସନରୁ, ଆମେ ତାଙ୍କର ଅବଜରଭେସନର, ପରିସ୍ଥିତିର ଦେଖି ଆମେ ଜାଣିପାରିବା ଯେ ଆରେ ସେ ଶଳା ଭଲ ପଢ଼ଉଛି, ତାମାନେ ସେଇ ଶଳାଟା ଏଠି ସେ ପଜିଟିଭ ୱେରେ କହୁଛି, ଏଠି ନେଗେଟିଭର ଅର୍ଥ କିଛି ନାହିଁ। ତେଣୁ ଭାଷାଟା ଜାଣିବା ନିହାତି ଦରକାର। ଭାଷାଟା କୋଉ ପରିସ୍ଥିତିରେ କାହା ସହିତ କେମିତି ୟୁଜ୍ କରୁଛି ସେଇଟା ବି ଜାଣିବା ଦରକାର। ତେଣୁ ଭାଷାଟା ଜାଣିଲେ ସବୁଠୁ ସୁବିଧା ଆମର ଡାଟା କଲେକ୍ସନ କରିବା ପାଇଁ, ଫିଲ୍ଡ ୱାର୍କରେ ଜାଣିବା ପାଇଁ। ସେଥିପାଇଁକା ଭାଷାର
ନୃତତ୍ଵ লিঙ্গুইস্টিক ନୃତତ୍ଵ ବା ଭାଷା ନୃତତ୍ଵ ଆମର ଡେଭଲପ ବହୁତ ଭାବରେ କରିଛି। ସୋ ଏଇଟା ଗଲା ଲୋକମାନଙ୍କର କଲଚରକୁ ଭାଲ୍ୟୁ ଦେବା କଥା। ତୃତୀୟ ଜିନିଷ ହଉଛି ଭାଲ୍ୟୁ ଟି ଇଣ୍ଡିଭିଜୁଆଲ। ଯୋଉ ଲୋକକୁ ଆମେ ଇନଫର୍ମାଣ୍ଟ କରି ବସେଇଛେ ବା ଯୋଉ ଲୋକକୁ ଆମେ ଡେଟା ସଂଗ୍ରହ କରିବାକୁ ବା ତଥ୍ୟ ସଂଗ୍ରହ କରିବାକୁ ବସେଇଛେ ବା ତାକୁ ପଚାରୁଛେ ତା ଆଗରୁ ତାକୁ ପଚାରିବା ଦରକାର, ନହେଲେ ଏଥିକାଲ କିଛି ପଳେଇ ଆସିବ। ମୁଁ ଯାହା ପଚାରିବି ତୁମର ସମୟ ଅଛି କହିପାରିବ, ତାକୁ ସମୟ ମାଗିବ। ଏଇ ବିଷୟ ଗୁଡ଼ିକ ପାଠ ପାଇଁ, ତୁମର ଭଲ ମନ୍ଦ ଜାଣିବା ପାଇଁ, ତୁମ ସମାଜ ବିଷୟ ଜାଣିବା ପାଇଁ ଆମେ ତୁମକୁ ପଚାରୁଛୁ। ତୁମେ ଯେତେ ପାରିବ ଠିକ କଥା କହିବ, ତାକୁ ପଚାରିବ। ତା ଜାଣିବାରେ ତାର ସମୟ ତାକୁ ନେଇକିରି ଘଣ୍ଟେ ଅଧଘଣ୍ଟେ ଯେତେ ସମୟ ତାର ଥିବ ତାକୁ ବସେଇକି ପଚାରିବ। ସେ କହିବ ମୋର ଆଜ୍ଞା ସମୟ ନାହିଁ, ତମେ ତାକୁ ବାଧ୍ୟ କରିବ। ଯେହେତୁ ତମେ ଦିନକ ପାଇଁ ଯାଇଛ, ଘଣ୍ଟା ପାଇଁ ଯାଇଛ, ନାଇଁ ଟିକେ ଟିକେ ବସ 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 ଟିକେ କରିଦେବ, ପଚାରି ଦିଅ, କଥାଟା କହିଦିଅ ଯିବା। ସେମିତି ହେଲେ ସେ ବ୍ୟସ୍ତ ହେଇ ବସିବ, ଯାହାଟା କହିବ ତତ୍ତ୍ୱରେ କହିବ, ଭୁଲ ଭଟକା କହିବ। ତେଣୁ ତଥ୍ୟ ଠିକ ଆସିବା ସହ ତଥ୍ୟର ସତ୍ୟତା ଆସିବାରେ ଡାଉଟଫୁଲ ରହିବ। ତେଣୁ ତମେ ଲୋକର ସମୟକୁ, ଲୋକର ସ୍ଥିତିକୁ ସମ୍ମାନ ଦବ ଏବଂ ତାକୁ ଅନ୍ୟ ଗୋଟେ ଟାଇମ ଦବ, ଆଉ ଗୋଟେ ଲୋକ ପାଖକୁ ଖୋଜିବ, ଆଉ ଗୋଟେ ପାଖକୁ ଯିବ, କହିବ, ତାକୁ ତାର ସମ୍ବୋଧନ କରିବ, ଭାଇ କି ଭଉଣୀ କି ଦାଦା କକା, ଯାହା ତାଙ୍କ ଲୋକାଲ ଭାଷାରେ କହିଲେ ଆହୁରି ଭଲ। ମତେ ଟିକେ କିଛି ସମୟ ଦବ, ଆଜି ନ ପାରିଲେ ପଚାରିବ ମୁଁ କେତେବେଳେ ଆସିବି, ସନ୍ଧ୍ୟାବେଳେ ଆସିବି କି ସକାଳେ ଆସିବି କି ଖରାବେଳେ ଆସିବି କି କାଲି ଆସିବି। ଯେତେବେଳେ ସମୟ ସେ ଦେବେ ସେଇ ସମୟ ତମ ନୋଟ ଖାତାରେ ଟିପିବଦ୍ଧ କରିବ ଏବଂ ସେଇ ସମୟ ଅନୁସାରେ ଆସିବ ଏବଂ ସେମାନେ ନିଶ୍ଚୟ ସେ ସମୟ ଥିବେ ଏବଂ ବସିବେ ଏବଂ ଭଲ ଭାବରେ ଡେଟା ସଂଗ୍ରହ କରିବ। ଧର ସେ ତମକୁ ତମ ଡାଟା ସଂଗ୍ରହ ବେଳେ ତମ ଘରେ ଗୋଟେ ଚା କପେ ଦେଲେ କି ଗୋଟେ ତାଙ୍କର ଗୋଟେ କଣ ଖାଦ୍ୟ ଦେଲେ, ତୁମର ସେ ଖାଦ୍ୟରେ ପସନ୍ଦ ନଥିଲେ ବି ନାଇଁ 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 ଖାଇବିନି, ନାଇଁ ଏଇଟା ମତେ ଦିଅ ନା, ଏଇଟା ମତେ ଭଲ ଲାଗେନି, ଏମିତି କହିବ। ତୁମର ଇଚ୍ଛା ନଥିଲେ ବି ତୁମେ ପ୍ରିଟେଣ୍ଡ କରିବ, ହଁ ମୁଁ ବର୍ତ୍ତମାନ ମୋର ପେଟ ଖରାପ କି ମୁଁ ମେଡିସିନ ଖାଇଛି କି କଣ କରିଛି ପ୍ରିଟେଣ୍ଡ କରିବ। ନାଇଁ ତ ସେମାନେ ଯଦି ଖାଉଛନ୍ତି ତୁମେ କାହିଁ ନ ଖାଇବ? ତୁମେ ତାକୁ ଖାଇବ, ଟେଷ୍ଟ କରିବ ଏବଂ ଖରାପ ବୋଲି କହିବ, ଭଲ ବୋଲି କହିବ, ନା ଭଲ ଲାଗୁଛି, ପ୍ରିପାରେସନ ଭଲ ହେଇଛି ସବୁ। ସେମାନେ ସାଧାରଣତଃ ମାଣ୍ଡିଆ ଜିନିଷ ହଉ ବା ତାଙ୍କର ଚାଉଳ ହଉ ବା ତାଙ୍କର ଯାହା ପିଠା କରିଥାନ୍ତି ହଉ, ହୁଏତ ଚିନି ଟିକେ ପକେଇ ନଥାନ୍ତି, ଗୁଡ ବେଳେ ବେଳେ ପକେଇଥାନ୍ତି, ବେଳେ କିଛି ପକେଇ ନଥାନ୍ତି, ତମକୁ ଟେଷ୍ଟ ନ ଲାଗିପାରେ, କିନ୍ତୁ ସେମାନଙ୍କର କଲଚର ଯାହା, ତାଙ୍କ ନିଜର ଭାବ ଯାହା, ସେମାନେ ତମକୁ ଟ୍ରିଟ୍ କରୁଛନ୍ତି। ସେମାନେ ଗଲାବେଳେ ତମ ଗୋଟେ ମ୍ୟାଟ ପକେଇଦେବେ, ତମେ ବସିବେ, ମାଟିରେ ଘର ହେଲେ ବି ତମ ମ୍ୟାଟରେ ବସିବାକୁ ଦେବେ। ଧର ତମେ ଭଲ ଟ୍ରିଟ୍ କଲେ, ତମେ ହାତ ଉଠେଇ ଆଗ ନମସ୍କାର କରିବ। ତେଣୁ ତୁମର ଗ୍ରିଟିଂରୁ ତୁମର ଆବଭାବରୁ ସେମାନେ ଜାଣିପାରିବେ ତୁମର ନେଚର। ତେଣୁ ତୁମ ନେଚର ଅନୁସାରେ, ତୁମର କଥାବାର୍ତ୍ତା କରିବାର ଶୈଳୀ ଅନୁସାରେ ତୁମେ ତାଙ୍କୁ ନିଶ୍ଚୟ ଭାବରେ ଖୁସି କରିବ ଏବଂ ତାଙ୍କଠୁ ସତ କଥା ଆଣିବ। କିନ୍ତୁ ଆମର ମେନ୍ ଇଣ୍ଟେନସନ ହଉଛି ଗୋଟେ କଲଚରକୁ ଠିକ ଭାବରେ ରିପ୍ରେଜେଣ୍ଟ କରିବା, ଲୋକମାନଙ୍କର ସମାଜ ବିଷୟରେ ଠିକ ଭାବରେ ଜାଣିବା। ଆମେ ଯଦି ତଥ୍ୟଟା ଭୁଲ ଆଣିବା, ସବୁ ଭୁଲ ହେଇଯିବ। ସବୁବେଳେ ମୁଁ କହୁଛି ଫିଲ୍ଡ ୱାର୍କର ମେନ୍ ଟ୍ରାଡିସନ ହଉଛି ତଥ୍ୟ ସଂଗ୍ରହ କରିବ, ଲୋକମାନଙ୍କ ଯାଇକି ଲୋକମାନଙ୍କ ପାଖରେ ବସିକିରି ରହିକିରି ମିଳାମିଶା କରିକିରି ତାଙ୍କ ଭାଷା ଜାଣିକିରି। ଧର ତମେ ତାକୁ ବିବାହ ବିଷୟରେ ଗୋଟେ ପଚାରୁଛ, ସେ କହିଲ ଏଇଟା ଅବଜର୍ଭ, ଏଇଟା ତମର ଇଣ୍ଟରଭ୍ୟୁରେ ଆସିଲା, କିନ୍ତୁ ତମେ ଇଣ୍ଟରଭ୍ୟୁ ସହିତ ତମେ ତାଙ୍କ ବିବାହର ସେରିମନି ଗୋଟେ ଦେଖିବ, ରିଚୁଆଲ କେମିତି ହଉଛି, କଣ ହଉଛି, ତାଙ୍କ ବିବାହ ପ୍ରଥା ନିଜେ ଦେଖିବ। ୟୁ ହାଭ୍ ଟୁ ପାର୍ଟିସିପେଟ ତାଙ୍କର ସାମାଜିକ ସେରିମନି ବା ସାମାଜିକ ରିଚୁଆଲ ସହିତ ପାର୍ଟିସିପେଟ କରିବ। ତାକୁ ଆମେ ପାର୍ଟିସିପାଣ୍ଟ ଅବଜରଭେସନ ବୋଲି କହୁ। ଏବଂ ତୁମେ ସେଠି ପାର୍ଟିସିପେଟ କଲାବେଳେ ବାୟାସନେସ୍ ତୁମର ରହିବନି। ତୁମେ ଜାଣିଛ ତୁମେ ଡେଟା କଲେକ୍ସନ ଆସିଛ, ତୁମେ ଜଣେ ରିସର୍ଚ୍ଚର, ତୁମେ ଜଣେ ସ୍କଲାର, କିନ୍ତୁ ତୁମେ ତାଙ୍କ ବିଷୟରେ ଏକ୍ଜାକ୍ଟଲି ଅବଜର୍ଭ କରୁଛ। ତୁମେ ସେଠି ହୁଏତ କିଛି ନ ପଚାରି ପାର, ତୁମେ ଯାହା ଅବଜର୍ଭ କରିବ, ଆଜିକାଲି ତ ରେକର୍ଡ ହଉଛି, ଲୋକମାନେ ରେକର୍ଡ କରି ନେଇ ଆସୁଛନ୍ତି, ଭିଡ଼ିଓ କରି ନେଇ ଆସୁଛନ୍ତି। ଯୋଉଟା ବୁଝି ନପାରିବ ତୁମେ ପରେ ତାଙ୍କୁ ପଚାରି ପାରିବ ଯାଇକି, ଭାଇ କି ଦାଦା କି ଅଜା, ମୁଁ ଏଇଟା ବୁଝିପାରିଲିନି, ମୋତେ ବୁଝାଅ। ସେମାନେ ବୁଝେଇବେ ଏବଂ ଖୁସି ହେବେ, ତାଙ୍କର ରେକର୍ଡିଂ ବ୍ୟବସ୍ଥା ଦେଖି ସେମାନେ ଖୁସି ହେବେ ଯେ ତୁମେ ତାଙ୍କ ତଥ୍ୟକୁ ଠିକ ଭାବରେ ରେକର୍ଡ କରୁଛ। ଆମେ ଏଇଠି ପ୍ରଥମେ ଆମେ ଯୋଉ ଇଣ୍ଟରଭ୍ୟୁ ମେଥଡରେ ଡେଟା କଲେକ୍ସନ କରିବାକୁ ଆଣୁଥିଲୁ, ଆମେ ତାକୁ ଆମେ ଦୁଇଟା ମେଥଡ ମେନଲି ୟୁଟିଲାଇଜ କରୁ, ସର୍ଭେ ମେଥଡ, ଗୋଟେ ରିସର୍ଚ୍ଚ ମେଥଡ।
सर्वे मेथड डायरेक्ट डाटा कलेक्शन करू किसी असुविधा ना सिंपल शेड्यूल नहीं जीवु कौन कौन पचार इनफर्मेशन लिखिकी पचार जो रिसर्च करूँ रिसर्चर विभिन्न प्रकार डिजाइन करिया पड़े रिसर्च डिजाइन पढ़ा टिके डीपली स्टडी करिया पड़िबो ग्रुप रे बसी डिस्कस करिया पड़िबो जो मैंने पाठ पढ़ी जो क्वेश्चन पचार जो मैंने पाठ न पढ़ी आ गए ग्रुप क्वेश्चन पचार यही रकम तुम जो मैंने पाठर मूल्य कौन जानवा पाठ सहित नॉलेज संपर्क जानवा धर जो मैंने मैट्रिकुलेशन पढ़ी गोटे ग्रुप 15 जन गोटे ग्रुप कर जो मैंने किसी पाठ पढ़ी ना गोटे ग्रुप कर अलग अलग बसैब अलग अलग दिन बसैब जो मैंने पाठ से जो क्वेश्चन तुम 10टी 15टी 20टी नहीं जाइए जो मैंने पाठ पढ़ी ना पचार से जहाँ कहले ता पर दिन कि आ गोटे जगह बसिक से दिन हो पचे जो मैंने पाठ पढ़ी पचार कौन डिफरेन्स आसूची से कम्युनिटी भितर पाठुआ मानकर अपाठुआ मानकर से जापर पाठर बा शिक्षार मान बा शिक्षार कौन इम्पैक्ट पड़ुची लोक मान भितर ये गोटे ये आम कहे रिसर्च जो एक्सपेरिमेंटल रिसर्च रिसर्च एक्सपेरिमेंटल रिसर्च खाली सर्वे जीवन खाली सर्वे गले मोनोग्राफिक स्टडी एथनोग्राफिक स्टडी आम करदे किंतु तार भी इम्पोर्टेंस रोचे आजिकल एथनोग्राफिक स्टडी बहुत इम्पोर्टेंस रोचे प्रथमे प्रथमे आंथ्रोपोलॉजिकल जो मैंने स्कॉलर थे नेतृत्वविद मैंने एथनोग्राफिक स्टडी करते मोनोग्राफ स्टडी भी करते आजिकल गोटे आसूची ऑटो एथनोग्राफ निजे निज संबंध में निज निज कम्युनिटी संबंध में देखा आज गोटे भल दिन तुम मान वर्ल्ड एंथ्रोपोलॉजी डे ये वर्ल्ड एंथ्रोपोलॉजी डे आगु अमेरिकन एंथ्रोपोलॉजिकल सोसाइटी वाला पालन करते किंतु 2015 रु गोटे वर्ल्ड एंथ्रोपोलॉजी डे बोली पालन कले ये वर्ल्ड एंथ्रोपोलॉजी डे तत्व थीम होची मूल कथा होची लोक माने आगुर केमी थिले लोक माने वर्तमान केमी अछंती बा लोक मानकर फ्यूचर अवस्था कौन हम सब लोक मानक ऊपर जानिया पे लोक माने आगुर कौन थिले लोक माने एबे केमी चलुछंती विभिन्न समाज विभिन्न जगह रे एवं तांकर फ्यूचर कौन हम ये फ्यूचर कथा कला बेलू आम फ्यूचर टा कहा पर डिपेंड करुच्ची ये जो रिसर्च उपरे लोक मानक फ्यूचर डिपेंड करुच्ची फ्यूचर का देखा गले शिक्षागत योग्यता स्वास्थ्यगत अवस्था यही सब नॉलेज विषय जानिले जापर फ्यूचर कौन हम इकोनॉमी अर्थनीति अवस्था शिक्षागत अवस्था स्वास्थ्यगत अवस्था न जानले फ्यूचर कथा कहीपर तेणु फ्यूचर कथा कहले फ्यूचर जिन प्रेडिक्ट करा वर्तमान तथ्य और पुरातन तथ्य दीटा आवश्यक तेणु ये थीम आज ये थीम वर्ल्ड एंथ्रोपोलॉजी डे आज जेहेतु एक्सीडेंटली मु वर्ल्ड एंथ्रोपोलॉजी डे तुमको कहूँ एंथ्रोपोलॉजी डे आम प्रति वर्ष फेब्रुआरी मासर तृतीय गुरुवार प्रति वर्ष फेब्रुआरी मासर तृतीय गुरुवार वर्ल्ड एंथ्रोपोलॉजी डे सारा विश्व में पालन करती आजिकार आज प्रति 2015 रु पालन कर आज की 9 वर्ष पालन कर ये सब लोक मान विषय जानिया आम नेटिव मान विषय जो मैंने वन जंगल रोच सिंपल सोसाइटी आम आजिकल तो कम्प्लेक्स सोसाइटी रूराल सोसाइटी अर्बान सोसाइटी पढ़ुचे जहाँ पाक गले भी आम आगु जो मैंने एंथ्रोपोलॉजिकल फील्ड वर्क पढ़ी सिंपल सोसाइटी कहीं जाते कहीं देखिले से वर्ल्ड व्यू इज लिमिटेड आउटसाइड कंटाक्ट इज लिमिटेड कल्चर सहित जड़ित था कल्चर सहित कल्चर विषय ठीक ठाक उत्तर दे पारे कल्चरटा सामाजिक स्थिति सामाजिक अवस्था आम ठीक भाव में जापर तेणु सिंपल सोसाइटी स्टडी प्रथम होता से सिंपल सोसाइटी से लोक मैंने पाठशाठ पढ़ुं बाहर जाऊँगी रूराल एरिया को जाऊँगी अर्बान एरिया को जाऊँगी लोक मान सहित कंटाक्ट कर मानसिक स्थिति टी बदली जाऊँगी निजर बेले बेले निजर भाषा भी भूली जाऊँ निजर कल्चर कथा छाड़
ତେଣୁ ତାଙ୍କ କଲଚରକୁ ଲିପିବଦ୍ଧ କରିବା ପାଇଁ ତାଙ୍କ କଲଚର ଲୋକମାନେ ହୁଏତ ଫ୍ୟୁଚରରେ ଭୁଲିଯିବା ପାଇଁ କଲଚର ଚେଞ୍ଜ ଯୋଗୁଁ ବା ଇଣ୍ଡଷ୍ଟ୍ରିଆଲାଇଜେସନ ଅର୍ବାନାଇଜେସନ ଯୋଗୁଁ ଯୋଉ ଡର ରହୁଛି ଆମର ଏଇ ଲୋକାଲ କଲଚର ବା ଆଦିବାସୀ କଲଚର ବା ନିଜସ୍ୱ କଲଚର ସେମାନେ ହଜେଇ ଦେବେ। ତେଣୁ ହଜିବା ପୂର୍ବରୁ ଆଜିକାଲି এই মনোগ্রাফিক স্টডিজ এথনোଗ୍ରାଫିକ ଷ୍ଟଡିଜ ପୁରା ଲିପିବଦ୍ଧ କରି ରେକର୍ଡିଂ କରି ରଖିବା ପାଇଁ ଚେଷ୍ଟା କରାଯାଉଛି ଯାହାଫଳରେ କି ଆମେ ଜାଣିପାରିବା ହୁଏତ ଫ୍ୟୁଚର ସ୍କଲାର ମାନେ ଫ୍ୟୁଚର ନୃତତ୍ତ୍ୱବିତ୍ ମାନେ ଜାଣିପାରିବେ ଆରେ 50 ବର୍ଷ ପରେ ସେମାନେ ଷ୍ଟଡି କରିବେ ଆରେ 50 ବର୍ଷ ପରେ ତାଙ୍କର କଲଚର ଏଇଆ ଥିଲା। ଆମେ ଯେମିତି ଏବେ ଜାଣୁଛେ ଯୋଉମାନେ 50 ବର୍ଷ ତଳେ ଆମର ପୁରୁଣା ନୃତତ୍ତ୍ୱବିତ୍ ମାନେ କ୍ରୋଏବର ହୁଅନ୍ତୁ ମାର୍ଲେସ୍କି ହୁଅନ୍ତୁ ଟାଇଲର ହୁଅନ୍ତୁ ଯୋଉମାନେ ସବୁ ବିଭିନ୍ନ ପ୍ରକାର କମ୍ୟୁନିଟିରେ ଯାଇ ଷ୍ଟଡି କରିଥିଲେ ସେମାନଙ୍କର ବିଷୟରେ ଯାହା ସେମାନେ ପଢିଥିଲେ ଏବେ ଯଦି ଆମେ ଯାଇ ଦେଖିବା କିଛିଟା ପରିବର୍ତ୍ତନ ହେଇଛି କି ନାହିଁ ଆମେ ଜାଣିପାରିବା। ତାଙ୍କର ଷ୍ଟଡିଟାକୁ ଆମେ ବେସ୍ ଲାଇନ୍ ଷ୍ଟଡି ବୋଲି ନେବା ପ୍ରଥମ ଷ୍ଟଡି ଅରିଜିନାଲ ଷ୍ଟଡି ବୋଲି ନେବା ତାପରେ କେତେ 50 ବର୍ଷ ଭିତରେ କ'ଣ ଚେଞ୍ଜ ହେଇଛି ଖାଲି 50 ବର୍ଷ ଭିତରେ କ'ଣ ହେଇଛି ଆମେ ଆଜିକାଲି ଯେହେତୁ ହିଷ୍ଟୋରିକାଲ ଆସ୍ପେକ୍ଟ ଯାଉଛେ 50 ବର୍ଷ ଦେଖୁଛେ ଯେ ଡାଇକ୍ରୋନିକ ବା ଦୁଇଟା ଟାଇମର ଷ୍ଟଡି ଦେଖୁଛେ ଇଭିନ୍ ଗୋଟେ ଟାଇମରେ ଆଜିକାଲି ଆମେ ଯଦି ଦେଖିବା ଯେହେତୁ କମ୍ୟୁନିକେସନ ସୁବିଧା ହେଇଗଲାଣି ଗାଡ଼ି ମଟର ସୁବିଧା ହେଇଗଲାଣି ଲୋକମାନେ ପାଠ ପଢିବା ପାଇଁ ଚାକିରି କରିବା ପାଇଁ ବିଭିନ୍ନ ଜାଗାକୁ ଯାଉଛନ୍ତି ସେମାନେ ଆଉଟ ଅଫ୍ ଭିଲେଜ ଯାଉଛନ୍ତି ଆଉଟ ଅଫ୍ ତାଙ୍କର ଲୋକାଲ ଏରିଆରୁ ଯାଉଛନ୍ତି ତାଫଳରେ କ'ଣ ହଉଛି ସେଇ ସମୟରେ ବି ସେଇ ଏକା ସମୟରେ ବି ସେମାନେ ଅଲଗା କଲଚରର କଣ୍ଟାକ୍ଟରେ ଆସିକି ଅଲଗା କଲଚର ବିଷୟରେ ଜାଣୁଛନ୍ତି ଅଲଗା କଲଚର ବିଷୟ ଅନୁଧ୍ୟାନ କରୁଛନ୍ତି ଏବଂ ନିଜ କଲଚର ସହିତ ନିଜେ ନିଜେ କମ୍ପେୟାର କରୁଛନ୍ତି ନିଜେ କମ୍ପେୟାର କରିକିରି ସେମାନେ ନିଜେ ନିଜେ ହୁଏତ ଆଇଡିଆ କରି ଯାଆନ୍ତି ଆରେ ସେମାନେ ପାଠ ପଢୁଛନ୍ତି ତାଙ୍କର ସ୍ୱାସ୍ଥ୍ୟଗତ ବ୍ୟବସ୍ଥା ଏମିତି ଅଛି ତାଙ୍କର ଟେକ୍ନିକାଲ ନଲେଜ ବହୁତ ଅଛି ତେଣୁ ସେମାନେ ନିଜକୁ ସଂକୁଚିତ କରିଦିଅନ୍ତି ଏହା ମାନେ ନୁହେଁ ଯେ ସେମାନେ ତାଙ୍କ କଲଚରଟା କମ ବା ଅନ୍ୟମାନଙ୍କ କଲଚରଟା ଅଧିକା ଅର୍ବାନ ଲୋକମାନେ ଇଣ୍ଡଷ୍ଟ୍ରିଆଲ ଲୋକମାନେ ଟେକ୍ନୋଲୋଜିକାଲି ଆଡଭାନ୍ସ ହେଇଥାନ୍ତି ଇକୋନୋମିକାଲି ଆଡଭାନ୍ସ ହେଇଥାଇ ପାରନ୍ତି ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା ଯେହେତୁ ମେଡିକାଲ କଲେଜର ଫାସିଲିଟି ଅଛି ସ୍ୱାସ୍ଥ୍ୟଗତ ହସ୍ପିଟାଲର ଫାସିଲିଟି ଅଛି ସେମାନେ ଠିକ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା ବା ତାଙ୍କର ସ୍ୱାସ୍ଥ୍ୟ ଠିକ ରହିପାରେ କିନ୍ତୁ କଲଚର ଯୋଉ ସାମାଜିକ କଲଚର ଯୋଉଟା ସାମାଜିକ ସ୍ଥିତି ଯୋଉଟା ସେଟା କଦାପି ଭାବିବା କଥା ନୁହେଁ ଯେ ନିଜର ସାମାଜିକ ନିଜର କଲଚରଟା କାହାଠୁ ଛୋଟ ବୋଲି ସବୁବେଳେ ଚିନ୍ତା କରିବ ନିଜର କଲଚର ସବୁବେଳେ ଭଲ ନିଜର କଲଚର ସବୁଠୁ ଭଲ ତମେ ଅନ୍ୟ କଲଚର ଜାଣିବାରେ କିଛି ଅସୁବିଧା ନାହିଁ କିନ୍ତୁ ଅନ୍ୟ କଲଚରକୁ ଅନୁକରଣ କଲା ବେଳକୁ ନିଜ କଲଚର ତମେ ଭୁଲି ଯାଉଛ ତେଣୁ ସେଥିପାଇଁକା ଆମେ ଯେତେବେଳେ କାଳେ ଭୁଲିଯିବେ ଆଜିକାଲି ବିଭିନ୍ନ ପ୍ରକାର ଏଥନୋଗ୍ରାଫିକ ମନୋଗ୍ରାଫିକ ଷ୍ଟଡିଜ କରିକିରି ଆମେ କଲଚରକୁ ବା ସେମାନଙ୍କର ଲୋକମାନଙ୍କର ଅରିଜିନାଲ କଲଚର ବା ଯେଟାକୁ ଆମେ ଟ୍ରାଡିସନାଲ କଲଚର କହୁଛେ ତାକୁ ଆମେ ପ୍ରିଜର୍ଭ କରିବା ପାଇଁ ଚେଷ୍ଟା କରୁଛେ ତ ଆଗରୁ ଆମେ ଦେଖିବା ଫିଲ୍ଡ ୱାର୍କ ଟ୍ରାଡିସନ କୋଉମାନେ ଆରମ୍ଭ କରିଥିଲେ ଆମର ଯଦି ଆମେ କହିବା ହିଷ୍ଟ୍ରି ଅଫ ଫିଲ୍ଡ ୱାର୍କ ଯଦି ଦେଖିବା ଆମର ଆକ୍ଚୁଆଲି 1859ରେ ଯେତେବେଳେ ଚାର୍ଲସ ଡାରୱିନ ଅରିଜିନ ଅଫ ସ୍ପିସିସ୍ ମାନେ ମଣିଷର ବିଭିନ୍ନ ପ୍ରକାର ସ୍ପିସିସ୍ ମଣିଷର ଇଭଲ୍ୟୁସନ ଉପରେ ଚିନ୍ତା କଲେ ସେତେବେଳେ ସେଇ ସମୟରେ ଆମର ତାଙ୍କର ଜଣେ ସମସାମୟିକ ନୃତତ୍ତ୍ୱବିତ୍ କୁହନ୍ତୁ ବା ସମାଜ ଉପରେ କାମ କରୁଥିବା ବୈଜ୍ଞାନିକ କୁହନ୍ତୁ ସ୍ପେନ୍ସର ସେ ଅରିଜିନ ଅଫ ସ୍ପିସିସ୍ ଡାରୱିନ କହିଲା ବେଳକୁ ବାୟୋଲୋଜିକାଲ ଇଭଲ୍ୟୁସନ କହିଲା ବେଳକୁ ଇଏ କଲଚର ଇଭଲ୍ୟୁସନ ବି କହୁଥିଲେ ଟାଇଲର ବି କଲଚର ଇଭଲ୍ୟୁସନ କଥା ବି କହିଛନ୍ତି ମାନେ କଲଚରର ବି ଇଭଲ୍ୟୁସନ ହଉଛି ଖାଲି ଯେ ବାୟୋଲୋଜିକାଲ ଇଭଲ୍ୟୁସନ ହଉଛି ତା ନୁହେଁ ଖାଲି ଯେ ବାୟୋଲୋଜିକାଲ ନେଚର ସହିତ ନ୍ୟାଚୁରାଲ ସିଲେକ୍ସନ ଯେ କେବଳ ଏନଭାୟରନମେଣ୍ଟ ବାୟୋଲୋଜିକାଲ ଅର୍ଗାନିଜିମ ବା ଲୋକମାନଙ୍କର ବା ଜୀବଜନ୍ତୁ ମାନଙ୍କର ବିଷୟରେ ପଢା ହଉଛି ସେ କଥା ନୁହେଁ ସେମାନେ ତ ଅଟୋମେଟିକ ସେମାନେ ସିଲେକ୍ଟେଡ ହଉଛନ୍ତି କିନ୍ତୁ ସାମାଜିକ ସ୍ଥିତିରେ ଯୋଉଟା ସମାଜର ସହିତ ଯିଏ ଚଳନ କରୁଛି ସମାଜର ନିୟମ କାନୁନ ନର୍ମସ ତାଙ୍କର ବିଭିନ୍ନ ପ୍ରକାର ସମାଜର ତାଙ୍କର ନର୍ମସ ଅଛି ନର୍ମସ ମାନେ ସେଟା କେମିତି ଚଳଣି ଫଙ୍କସନ କହୁଛେ ଯୋଉ ସମାଜର ଚଳଣି ବ୍ୟବସ୍ଥାକୁ ଆମେ ଫଙ୍କସନ ବୋଲି କହୁଛେ ସେଥିପାଇଁକା ଆମର
ଆନ୍ଥ୍ରୋପୋଲୋଜିଷ୍ଟ ବା ନୃତତ୍ତ୍ୱବିତ୍ ମାନେ ସେତେବେଳେ ଷ୍ଟ୍ରକ୍ଚର ସହିତ ଆଗ ଫଙ୍କସନକୁ ଦେଖିଲେ ଷ୍ଟଡି କଲେ, ତାପରେ ଷ୍ଟ୍ରକ୍ଚରକୁ ଷ୍ଟଡି କଲେ। সোশিয়াল স্ট্রাকচার কইলা বেলে সোশিয়াল স্ট্রাকচার কোন? সোসাইটিটা কোন ଗୋଟେ ଟେବୁଲ, সোসাইটিটা ଗୋଟେ ଚେୟାର, সোসাইটিଟା ଗୋଟେ ଗାଡି, ଏଟା ସ୍ଟ୍ରକ୍ଚର ରହିବ। ଗାଡି ଚାଲୁଛି, ଫଙ୍କସନ କରୁଛି, ରନ୍ କରୁଛି, সোসাইটি ବି ରନ୍ କରୁଛି। সোসাইଟିର ଷ୍ଟ୍ରକ୍ଚର ନଥିଲେ সোସାଇଟି ରନ୍ କରିବନି। সোସାଇଟିର କ'ଣ ପାଦ ଅଛି ନା ଚକ ଅଛି ରନ୍ କରୁଛି? সোসাইଟିର ବିଭିନ୍ନ ଅନୁଷ୍ଠାନ, ତାର ମ୍ୟାରେଜ ଗୋଟେ ଅନୁଷ୍ଠାନ, ତାର କିନସିପ୍ ଗୋଟେ ଅନୁଷ୍ଠାନ, ଫ୍ୟାମିଲି ଗୋଟେ ଅନୁଷ୍ଠାନ, ବିଶେଷ ପ୍ରାଇମେରୀ ଅନୁଷ୍ଠାନ, ତାଙ୍କର ପଲିଟିକାଲ ଅନୁଷ୍ଠାନ ଅଛି, ତାଙ୍କର ରିଲିଜିୟସ୍ ଅନୁଷ୍ଠାନ ଅଛି, ତାଙ୍କର ବିଭିନ୍ନ ପ୍ରକାର ଅନୁଷ୍ଠାନ ଗୋଟେ ସୋସାଇଟିର ଅଛି। ଏ ସବୁ ସୋସାଇଟି ଭିତରେ ନିଜ କମ୍ୟୁନିଟି ଭିତରେ, ଏବଂ ତାଙ୍କ ଭିତରେ ଡିଭିଜନ ଅଫ ଲେବର ରହୁଛି। ପୁଅଟେ କ'ଣ କରିବ, ଝିଅଟେ କ'ଣ କରିବ, ଛୋଟ ପୁଅଟେ କ'ଣ କରିବ, ଛୋଟ ଝିଅଟେ କ'ଣ କରିବ, ବୃଦ୍ଧ ଲୋକଟେ କ'ଣ କରିବ, ବୃଦ୍ଧଟେ କ'ଣ କରିବ, ଡିଭିଜନ ଅଫ ଲେବର ଆଜ ପର ଜେଣ୍ଡର। ମାନେ ଜେଣ୍ଡର ସହିତ ତାଙ୍କର ଷ୍ଟ୍ରକ୍ଚରାଲ ଆସ୍ପେକ୍ଟ ଏତେ ରହୁ ସମାଜ, ଏଇଗୁଡ଼ା ସବୁ ସମାଜର ଷ୍ଟ୍ରକ୍ଚର। ଏବଂ ତା ଭିତରେ ଫଙ୍କସନ କେମିତି ଫଙ୍କସନ କରୁଛି। ଧର ଫ୍ୟାମିଲି, ତାଙ୍କର ସମାଜରେ ଫ୍ୟାମିଲି ହେଉଛି ସବୁଠୁ ଗୋଟେ ଆମେ କହିବା ଯେ ମିନିମମ୍ ଦି ସ୍ମଲେଷ୍ଟ ୟୁନିଟ୍ ଇନ୍ ଏ ସୋଶାଲ ଇନ୍ ଏ ସୋସାଇଟି ବା ସମାଜର ପରିବାର। ପରିବାର କହିଲେ ଆମେ ଆଜିକାଲି କହୁଛେ ନ୍ୟୁକ୍ଲିୟର ପରିବାର ବା ସିମ୍ପଲ ପରିବାର, ଯୋଉଟାକି ଆମେ ବାପା ମା ପିଲାମାନେ, ପୁଅଟିଏ ହଉ ଝିଅଟିଏ ହଉ ବା ଦୁଇଟି ଝିଅ ହଉ ବା ଦୁଇଟି ପୁଅ ହଉ ଆମେ ଦେଖୁଛେ। ଯଦି ଆମେ କହିବା ଜଏଣ୍ଟ ଫ୍ୟାମିଲି, ତାହେଲେ ଆମେ ତାଙ୍କର ନାତି ନାତୁଣୀ କଥା ରଖିବା। ଏଠି ଜଏଣ୍ଟ ବି ଦୁଇ ପ୍ରକାର ଅଛି, ଗୋଟେ ହଉଛି ଲିନିୟାର ଜଏଣ୍ଟ ବା ଭର୍ଟିକାଲ ଜଏଣ୍ଟ, ଆଉ ଗୋଟେ ହଉଛି ହୋରାଇଜଣ୍ଟାଲ ଜଏଣ୍ଟ। ଭର୍ଟିକାଲ ଜଏଣ୍ଟ ଯୋଉଟା ହଉଛି ବା ଲିନିୟାର ଜଏଣ୍ଟ ଫ୍ୟାମିଲି ଯୋଉଟା କହୁଛି, ବାପା ଜେଜେବାପା, ତାଙ୍କ ଜେଜେବାପା, ତାଙ୍କ ଗ୍ରାଣ୍ଡ ସନ୍ ଏମାନଙ୍କ ସହିତ ରୁହନ୍ତି, ଭର୍ଟିକାଲ ଜଏଣ୍ଟ କହୁଛି। ଯୋଉଠି ଲିନିୟାର ହୋରାଇଜଣ୍ଟାଲ ଜଏଣ୍ଟ କଥା କହୁଛେ, ସେଠୁ ଭାଇ, 4-5 ଭାଇ ମିଶିକି ରୁହନ୍ତି, 4-5 ଭଉଣୀ, ସେଇ ଜେନେରେସନରେ ଗୋଟେ ଜେନେରେସନରେ ତାଙ୍କର ଭାଇ ଭଉଣୀ ପୁଅ ଝିଅ ସବୁ ଏକାଠି ରୁହନ୍ତି। ଏବଂ ସେ ତାଙ୍କୁ ଗୋଟେ ଏକ୍ସଟେଣ୍ଡେଡ ଫ୍ୟାମିଲି ବୋଲି ଆମେ କହୁଛେ। ଏକ୍ସଟେଣ୍ଡେଡ ଫ୍ୟାମିଲି ଭର୍ଟିକାଲ ହେଇପାରେ, ଜଏଣ୍ଟ ଫ୍ୟାମିଲି ଭର୍ଟିକାଲ ହେଇପାରେ, ହୋରାଇଜଣ୍ଟାଲ ହେଇପାରେ। ତ ତା ଭିତରେ ସମ୍ପର୍କ କ'ଣ? ଧର ଆମେ ସିମ୍ପଲ ଫ୍ୟାମିଲି ଆগে ଦେଖିବା, ବାପ ପୁଅ ସମ୍ପର୍କ, ବାପର ଝିଅ ସହିତ ସମ୍ପର୍କ, ଭାଇର ଭାଇ ସହିତ ସମ୍ପର୍କ, ଭାଇର ଭଉଣୀ ସହିତ ସମ୍ପର୍କ, ମାର ଝିଅ ସହିତ ସମ୍ପର୍କ, ମାର ପୁଅ ସହିତ ସମ୍ପର୍କ, ସ୍ୱାମୀର ସ୍ତ୍ରୀ ସହିତ ସମ୍ପର୍କ, ଏ ଫ୍ୟାମିଲି ଭିତରେ କନଫାଇଣ୍ଡ ହଉଛି କେବଳ ସିମ୍ପଲ ଫ୍ୟାମିଲି। ମାନେ ଯିଏ ଯାହାର ରୋଲ, ଯଦି ଆମେ ଫ୍ୟାମିଲି ବାହାରକୁ ଯିବା, ଧର ଟିକେ ଜଏଣ୍ଟ ଫ୍ୟାମିଲି ଯିବା, ଜଏଣ୍ଟ ଫ୍ୟାମିଲି ଗଲା ବେଳକୁ ଗୋଟେ ଲୋକ ସେ ଗୋଟେ ପିଲାର ଫାଦର ହେଇପାରେ, ବା ଗୋଟେ ଲୋକ ନିଜେ ଫାଦର ହେଇପାରେ, ତାର ଫାଦର ରୋଲ ଅଲଗା, ସେ କାହାର କକେଇ ହେଇପାରେ, ତାର କକେଇର ରୋଲ ଅଲଗା, ସେ କାହାର ପିଉସା ହେଇପାରେ, ପିଉସାର ରୋଲ ଅଲଗା, ସେ କାହାର ଦଦେଇ ହେଇପାରେ, ତାର ଦଦେଇର ରୋଲ ଅଲଗା, ସେ କାହାର ଜେଜେବାପା ହେଇପାରେ, ତାର ଜେଜେବାପାର ରୋଲ ଅଲଗା, ସେ କାହାର ଅଜା ହେଇପାରେ, ଅଜାର ରୋଲ ଅଲଗା। ସୋ ଏଗୁଡ଼ା ସବୁ ଫଙ୍କସନାଲ ଆସ୍ପେକ୍ଟ। ଏଗୁଡ଼ା ସବୁ ଫଙ୍କସନ ଆସ୍ପେକ୍ଟ ସହିତ ତାଙ୍କର ଲାଙ୍ଗୁଏଜ ସହିତ କରୁଛନ୍ତି, କାହାକୁ କୋଉ ଲାଙ୍ଗୁଏଜ ଡାକିବେ। ମୁଁ ଯୋଉ କହିଲି ବାପା, ଦାଦା, କକେଇ, ଦଦେଇ, ଅଜା, ଆଈ, ସମସ୍ତଙ୍କର ଲାଙ୍ଗୁଏଜ ସହିତ କିନସିପ୍ ଲିଙ୍କ କରୁଛି। ଏବଂ କିନସିପ୍ ଗୋଟେ ମୂଳ ଯୋଉ ଷ୍ଟଡି କରାଯାଉଛି ଆମର ୟାନ୍ତି କୁଟୁମ୍ବ, ତାକୁ ନେଇକିରି ଫଙ୍କସନ ଆଉ ଷ୍ଟ୍ରକ୍ଚର କାମ କରେ। ଆମର ଲେଭିଷ୍ଟ୍ରସ୍ ବୋଲି ଜଣେ ବିଖ୍ୟାତ ନୃତତ୍ତ୍ୱବିତ୍ ଏ ଷ୍ଟ୍ରକ୍ଚର, ସୋସିଆଲ ଷ୍ଟ୍ରକ୍ଚର ଉପରେ କାମ କରିଛନ୍ତି। ମାଲିନୋସ୍କି ଫଙ୍କସନ ଉପରେ କାମ କରିଛନ୍ତି। ଏବଂ ଫଙ୍କସନକୁ ସେ କହୁଛନ୍ତି ଫଙ୍କସନଟା କାହିଁକି ହଉଛି, ଲୋକମାନଙ୍କର ନିଡ୍ ଫଳରେ ସୋସାଇଟିରେ ଫଙ୍କସନ କରୁଛି। ସେଥିପାଇଁ ସେ ତାକୁ ସେ କହିଲେ ସୋସାଇଟିର ନିଡ୍ ଥିଓରି। ତମର ଯଦି ନିଡ୍ ନଥିବ ସୋସାଇଟି ଫଙ୍କସନ କରିବନି। ବେସିକ୍ ନିଡ୍, ସେକେଣ୍ଡାରୀ ନିଡ୍, ତାର ବେସିକ୍ ତମେ ଖାଇବା କଥା, ଖାଇବାଟା ଗୋଟେ ବେସିକ୍ ନିଡ୍। ଜଣେ ଖାଇବ, ଖାଇବା, ପିନ୍ଧିବା, ରହିବା, ଫୁଡ, ଦେନ୍ ଡ୍ରେସ୍ ଆଣ୍ଡ ଦେନ୍ ସେଲ୍ଟର, ଏ ତିନିଟା ହଉଛି ବେସିକ୍ ନିଡ୍। ମାନେ ଯେକୌଣସି ସମାଜରେ ଯେକୌଣସି ଲୋକ ପାଖକୁ ଗଲେ ତିନିଟି ବେସିକ୍ ନିଡ୍। ଧର ଫୁଡ ଆମେ ଦେଖିବା, ଫୁଡର ବେସିକ୍ ନିଡ୍ କରିବାକୁ ହେଲେ ତାର ପ୍ରାଇମେରୀ ନିଡ୍ ହେଲା ଖାଇବ। ଯଦି ଖାଇବା ଚିନ୍ତା କରାଗଲା, ତାପରେ ଖାଇବା ପାଇଁ ସେ ତ ଡାଇରେକ୍ଟ ଭାତ ହଉ ବା ପିଠା ହଉ ବା ଯାହା ଖାଇପାରୁନି, ସେତେବେଳେ ତ ଆগে ସେ ତିଆରି କରିବାକୁ ପଡ଼ିବ। ସେକେଣ୍ଡାରୀ ନିଡ୍କୁ ଯାଉଛେ, ହୁଏତ ସେତେବେଳେ ଜଙ୍ଗଲରୁ କଲେକ୍ସନ କରି ଆଣୁଥିଲେ। କିଏ ଜଙ୍ଗଲକୁ ଯିବ, କେତେବେଳେ ଯିବ, କ'ଣ ଆଣିବ, କ'ଣ ଆଣିଲା କେମିତି ଡିଷ୍ଟ୍ରିବ୍ୟୁଟ କରିବ, ତାଙ୍କ ଭିତରେ କେମିତି ଖାଇବ,
ଯଦି ସେମାନେ ଚାଷବାସ କରିବେ, କିଏ କୋଉଠି ଚାଷ କରିବ, ପାଣି କୋଉଠି ଆସିବ, ସାର କୋଉଠି ଦବ, ଏ ସବୁ ଗୁଡାକ ସେକେଣ୍ଡାରୀ ନିଡରେ ଆସୁଛି। ତାପରେ ଆମର ଟର୍ସିଆରୀ କଥା ଭାବିବା, ସେ କ'ଣ କହୁଛନ୍ତି ଖାଦ୍ୟଟା ଆମଦାନୀ ହେଲା, ଡାଇରେକ୍ଟ ଖାଉନାହାନ୍ତି। ଖାଦ୍ୟ ଆମଦାନୀ ହେଲା ମାନେ ସେ ଆଗ ତାଙ୍କର ଯିଏ ଆରାଧ୍ୟ ଦେବତା ଦେବଦେବୀ କି ପୂଜା କରୁଛନ୍ତି। ଯେତେବେଳେ ଚାଷ କଲାବେଳେ ବି ଜଙ୍ଗଲକୁ ଗଲାବେଳେ ଜଙ୍ଗଲକୁ ପୂଜା କରି ଯାଆନ୍ତି। ଦି ଫଙ୍କସନ ତାଙ୍କର କଲଚର ଜଙ୍ଗଲକୁ ପୂଜା କରି ଯାଆନ୍ତି। ମାନେ ଯେତିକି ଲୋକମାନଙ୍କର ଷ୍ଟଡି ହେଇଛି, ଯେତିକି ମୁଁ ନିଜେ ବି ଷ୍ଟଡି କରିଛି, ଜଙ୍ଗଲକୁ ଗଲେ ଶିକାର କରିବା ପାଇଁ ଜଙ୍ଗଲକୁ ଷ୍ଟଡି କରିବେ, ପାହାଡକୁ ଗଲେ ପାହାଡକୁ ନମସ୍କାର କରିବେ, ପୂଜା କରିକି ଯିବେ। ଫେରିଲା ବେଳେ ଯେକୌଣସି ଜିନିଷ ସେମାନେ ଜଙ୍ଗଲରୁ ଶିକାର କରି ଆଣିଲେ, ମନେକର ସେ ଗୋଟେ ହରିଣ କି ସମ୍ବର କି ଯାହା ଗୋଟେ ବାଛନ୍ତି, ଗାଁରେ 10 ଲୋକ ଶିକାର କରିବାକୁ ଯାଇଛନ୍ତି, ଯୁବକ ଲୋକମାନେ ଯାଆନ୍ତି, ଛୋଟ ପିଲା ଯାଆନ୍ତିନି, ବୁଢା ବୁଢୀ ଯାଆନ୍ତିନି, ଶିକାରରେ ପାର୍ଟିସିପେଟ କରନ୍ତିନି। ଯାହା ଆସିଲା ସେମାନେ ଡିଷ୍ଟ୍ରିବ୍ୟୁଟ କରିବେ, ଆଗ ପୂଜା କରିବେ, ଠାକୁରଙ୍କୁ ଦେବେ, ତାର ସେମାନେ ପରିବାରର ନିଡ୍ ଅନୁସାରେ ଡିଷ୍ଟ୍ରିବ୍ୟୁଟ କରିବେ। ସମାଜ ତାଙ୍କର ସାମାଜିକ ଅବସ୍ଥା କେତେ ସୁନ୍ଦର ଥାଏ ସେତେବେଳେ, ବା ଏଇ ସିମ୍ପଲ ସୋସାଇଟିର। ନିଜେ ଠାକୁରଙ୍କୁ ପୂଜା କରିବେ, ଗଲାବେଳେ କ'ଣ ଆଣିଲେ ତାକୁ ଠାକୁରଙ୍କୁ ପୂଜା କରିବେ, ନିଜ ଭିତରେ ଡିଷ୍ଟ୍ରିବ୍ୟୁସନ କରିବେ। ଯଦି ଗୋଟେ ପରିବାରର ଗୋଟେ ଖାଲି ବୁଢାଟି ଅଛି ବା ବୁଢୀଟି ଅଛି, ସେ ଯାଇପାରୁନି ଶିକାର କରିବା ପାଇଁ, ସେ ଫେରିଲା ପରେ ବି ତାର ସେୟାର ଅଛି, ସେ ବୁଢା ବୁଢୀ ଖାଇବାକୁ ଦେବେ। ଏ ସାମାଜିକ ସ୍ଥିତି ମାନେ କେମିତି ରନ୍ କରୁଛି ସମାଜ, ରନ୍ କରୁଛି ମାନେ ସମାଜ କେମିତି ଫଙ୍କସନ କରୁଛି। ସମାଜ ଆମେ ଯେତେବେଳେ ରନ୍ କରିବାକୁ କହୁଛେ, ସମାଜ ଫଙ୍କସନ କରୁଛି ଏବଂ ତାର ଷ୍ଟ୍ରକ୍ଚର ସହିତ ଫଙ୍କସନ ରିଲେଟେଡ ହଉଛି। ଷ୍ଟ୍ରକ୍ଚର ନଥିଲେ ଫଙ୍କସନ ହେଇପାରିବନି, ଖାଲି ଷ୍ଟ୍ରକ୍ଚରର କିଛି ମୂଲ୍ୟ ନାହିଁ, ତାର କିଛି ଫଙ୍କସନ ନଥିବ। ତେଣୁ ସେ ଷ୍ଟ୍ରକ୍ଚର ଫଙ୍କସନ ଷ୍ଟଡି ଆଜିକାଲି ପିଲାମାନେ ପଢିଲା ବେଳକୁ, ତମେ ଯେହେତୁ ଗ୍ରାଜୁଏସନ ଷ୍ଟେଜ ତମକୁ କଷ୍ଟ ଲାଗିବ, କିନ୍ତୁ ମୁଁ ଯୋଉ ପ୍ରକାର କହିଲି ବୁଝେଇଲି ତମକୁ ଆଉ କଷ୍ଟ ଲାଗିବନି। ଯିଏ ଗୋଟେ ନୂଆ ପଢୁଥିବ, ନୃତତ୍ୱର ଷ୍ଟ୍ରକ୍ଚର କ'ଣ, ନୃତତ୍ୱର ଫଙ୍କସନ କ'ଣ ସମାଜର, ତାକୁ ଟିକେ କନଫ୍ୟୁଜ ହବ। ସେଥିପାଇଁ ମୁଁ ତମକୁ ଟିକେ ଡିଟେଲ୍ସ ଫ୍ୟାମିଲିକୁ ନେଇକିରି, ଫୁଡକୁ ନେଇକିରି, ନିଡ୍ ଥିଓରିକୁ ନେଇକିରି, ମାଲନ୍ୟୁଟ୍ରିସନର ନିଡ୍ ଥିଓରିକୁ ନେଇକିରି ଷ୍ଟ୍ରକ୍ଚର ବିଷୟରେ କହିଲି। ସେମିତି କହିଲି ଆମର ଆଉ କେତେ ଜଣ ଅଛନ୍ତି ବିଭିନ୍ନ ସମୟରେ, ଆମର ଟାଇଲର ଗଲା, ମର୍ଗାନ କଥା କହିଲି, ମର୍ଗାନ ସେମିତି ଷ୍ଟଡି କରିଥିଲେ ବିଭିନ୍ନ ପ୍ରିମିଟିଭ ସୋସାଇଟିରେ, ବା ଯୋଉଟାକି ଆମେ କହୁଛେ ଆଦିବାସୀ ସୋସାଇଟି ବା ଟ୍ରାଡିସନାଲ ସୋସାଇଟି, ତାଙ୍କ ପାଇଁ ଷ୍ଟଡି କରିଥିଲେ। ଫ୍ରାନ୍ସ ବୋଆଜ ବି ସେମିତି ଷ୍ଟଡି କରିଥିଲେ। ସେମାନେ ଏଠି ସବୁ ବ୍ରିଟିଶ ଆନ୍ଥ୍ରୋପୋଲୋଜି ତାଙ୍କର ଫିଲ୍ଡ ୱାର୍କ ଟ୍ରାଡିସନ ସେମାନେ ପକେଇଲେ। ସେ ଫିଲ୍ଡ ୱାର୍କ ଟ୍ରାଡିସନଟା ସେମାନେ ବ୍ରିଟିଶ ୟୁରୋପ ଆମେରିକା ୟୁରୋପିଆନ ସ୍କଲାର ମାନେ ଆର୍ମଚେୟାର ଆନ୍ଥ୍ରୋପୋଲୋଜିଷ୍ଟୁ ଫିଲ୍ଡ ଷ୍ଟଡି କି ଜାଣିଲେ, ଫିଲ୍ଡ ଷ୍ଟଡିର ସ୍ୱାଦ, ଫିଲ୍ଡ ଷ୍ଟଡିର ଇମ୍ପୋର୍ଟାନ୍ସ ବୁଝିଲେ। ଯେତେବେଳେ 18th ସେଞ୍ଚୁରୀ ଭାରତକୁ ଆସିଲା, ଭାରତରେ ବି ଫିଲ୍ଡ ଷ୍ଟଡି ଆସ୍ପେକ୍ଟ କଥା କରାଗଲା। ଭାରତର ବି ବହୁତ ସ୍କଲାର, ସେ ଦୁବେ ହୁଅନ୍ତୁ, ପ୍ରଫେସର ମହାପାତ୍ର ହୁଅନ୍ତୁ, ପ୍ରଫେସର ବିଦ୍ୟାର୍ଥୀ ହୁଅନ୍ତୁ, ସେମାନେ ଫିଲ୍ଡ ୱାର୍କ ଉପରେ ବହୁତ ଏମ୍ଫାସିସ୍ ଦେଇଛନ୍ତି। ଏବଂ ଫିଲ୍ଡ ୱାର୍କ କଲା ପରେ ଯେଉଁ ଷ୍ଟଡି କରିଛନ୍ତି, ତେଣୁ ମୁଁ ମୋ ଗୋଟେ ଏକ୍ଜାମ୍ପଲ କହୁଛି। ଆମ ଓଡ଼ିଶାର ୱାନ୍ ଅଫ୍ ଦି ଇଣ୍ଟରନ୍ୟାସନାଲ ରେପ୍ୟୁଟ୍, ଅନ୍ତର୍ଜାତୀୟ ରେପ୍ୟୁଟ୍ ପ୍ରଫେସର ଏଲ୍ କେ ମହାପାତ୍ର, ତାଙ୍କର PhD ସେ ଜର୍ମାନୀରେ କରିଥିଲେ। କାହା ଉପରେ କରିଥିଲେ ନା ପାହାଡ଼ି ଭୂଇଁଆ, ତାକୁ ପାଉଡ଼ି ଭୂଇଁଆ ବୋଲି କହୁଛି। ସେ ଯେତେବେଳେ ତାଙ୍କ ଥିସିସଟି ଲେଖିଲେ, ତାଙ୍କ ଥିସିସଟି ଏବେ ଆମକୁ ଏତେ ସୁଯୋଗ ମିଳିଲା ପଢ଼ିବା ପାଇଁ, ଆମେ ପଢ଼ିଲୁ। ଆମେ ତ ସେଇ ଗାଁକୁ ଯାଇନଥିଲୁ, ସେ ଗାଁ ତାଙ୍କ ବିଷୟରେ କିଛି ଜାଣିନଥିଲୁ, ସେ ପାଉଡ଼ି ଭୂଇଁଆ କ'ଣ, କିଏ କୋଉଠି ରହୁଛନ୍ତି। ଆମ ତାଙ୍କ ଥିସିସଟି ପଢ଼ିଲା ବେଳେ ଆମେ ପୁରା, ମତେ ପର୍ଟିକୁଲାର ତାଙ୍କ ଥିସିସଟି ପଢ଼ିବାକୁ 15 ଦିନ ଲାଗିଲା। ପ୍ରଥମେ ବୁଝିପାରିଲିନି, ତାଙ୍କର ଲାଙ୍ଗୁଏଜ, ଇଂଲିଶ ଲାଙ୍ଗୁଏଜଟା ଟିକେ ଷ୍ଟ୍ରଙ୍ଗ ଥିଲା। ମୁଣ୍ଡକୁ ଟିକେ ପଢ଼ିବାକୁ ପଡ଼ିଲା, ବୁଝିବାକୁ ପଡ଼ିବ ନା କ'ଣ ଲେଖିଛନ୍ତି। ନ ବୁଝିବ ତାକୁ ଅନ୍ୟ ଅର୍ଥରେ ନେବାକୁ ପଡ଼ିବ। ବେଳେ ବେଳେ ମୁଁ ସାର୍ଙ୍କୁ ଯାଇ ପଚାରେ, ସାର୍ ଏଇଟା କ'ଣ ଲେଖିଛନ୍ତି, ସେ ବୁଝାନ୍ତି, କାରଣ ନିଜେ ସେ ଗାଁରେ ରହି ସେମାନଙ୍କ ସହିତ ମିଶି ଫିଲ୍ଡ ଷ୍ଟଡିରେ ଯାଇ କାମ କରିଛନ୍ତି। ଏବଂ ସେ ଯେତେବେଳେ ମୁଁ ସେ ପୁରା ଥିସିସଟି ପଢ଼ୁଥାଏ, ମତେ ଲାଗୁଥାଏ ମୁଁ ଯେମିତି ସେ ଭୂଇଁଆମାନଙ୍କ ପାଖରେ ଅଛି, ଭୂଇଁଆମାନଙ୍କ ଭିତରେ ରହିକିରି ତାଙ୍କ ବିଷୟ ଜାଣୁଛି। ମାନେ ଏଡ଼େ ସୁନ୍ଦର, ମାନେ ଏତେ ସିମ୍ପଲ ଭାବରେ, ମାନେ ତାଙ୍କ ସାମାଜିକ ସ୍ଥିତି ଏତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ତମେ ଯଦି ଏଇ ମନୋଗ୍ରାଫିକ ଷ୍ଟଡି ବା ଏଥନୋଗ୍ରାଫିକ ଷ୍ଟଡି ଠିକ ଭାବରେ କାମ ହେଇଥିବ, ତମେ ଯଦି ନ ପଢ଼ିବ, ଅରିଜିନାଲ ଷ୍ଟଡି ନ ପଢ଼ିବ, ବୁଝିପାରିବନି।
কিন্তু ଆଜିକାଲି ସେରକମ ପଢ଼ିବା ପାଇଁ ସୁଯୋଗ ମିଳୁନି। ତମେ ଯଦି ସୁଯୋଗ ପାଇବ ଅରିଜିନାଲ ଥିସିସ୍ ଅରିଜିନାଲ ବହି ପଢ଼ ଏବଂ ଅରିଜିନାଲ ବହି ପଢ଼ିଲେ ତୁମର ବହୁତ ତୁମେ ତାକୁ ନିଶ୍ଚୟ ଜାଣିପାରିବ କ'ଣ ଫିଲ୍ଡ ୱାର୍କ ସେମାନେ କି ରକମ କଷ୍ଟ କରିକିରି ଫିଲ୍ଡ ଡାଟା ସଂଗ୍ରହ କରିଛନ୍ତି ଜାଣିପାରିବ। ମୁଁ ତ ମନେ ପଡ଼ୁଛି ମୁଁ ଯେତେବେଳେ ମୋ ରିସର୍ଚ୍ଚ ଟାଇମରେ ଫିଲ୍ଡ ୱାର୍କ କରୁଥିଲେ ବୁଝିଲେ ମୋ ଟିଚର ମାନେ ଆଶ୍ଚର୍ଯ୍ୟ ହେଲେ। ମାନେ ମୁଁ 5-7 ଦିନ ଆଟ୍ ଏ ଟାଇମ୍ ତାଙ୍କ ପାଖରେ ଖାଇ ପିଇ ରହିକି ତାଙ୍କ ଗାଁରେ ରହିକି ଡେଟା କଲେକ୍ସନ କରିଛି। ଆମର ବହୁତ ଆମ ସମସାମୟିକ ଯେଉଁମାନେ ନୃତତ୍ତ୍ୱବିତ୍ ଅଛନ୍ତି ପ୍ରଫେସର ମିଶ୍ର ହୁଅନ୍ତୁ, ପ୍ରଫେସର ପଣ୍ଡା ହୁଅନ୍ତୁ, ସେମାନେ ପ୍ରଫେସର ବେହେରା ହୁଅନ୍ତୁ, ସେମାନେ ଫିଲ୍ଡ ଷ୍ଟଡି କାମ କରିଛନ୍ତି, ଫିଲ୍ଡ ଷ୍ଟଡିର ମହତ୍ତ୍ୱ ବୁଝିଛନ୍ତି ଏବଂ ଗାଁରେ ରହିଛନ୍ତି, ତାଙ୍କମାନଙ୍କ ସହିତ ମିଶିଛନ୍ତି, ପାର୍ଟିସିପାଣ୍ଟ ଅବଜର୍ଭେସନ କରିଛନ୍ତି। ମୁଁ ତ ଯେତେବେଳେ ଥିଲି ତାଙ୍କ ମୁଁ ଜୁଆଙ୍କ ଉପରେ କାମ କରିଥିଲି। ମୁଁ ତାଙ୍କ ଗାଁକୁ ଯେତେବେଳେ ଗଲି ଯେତେ କଷ୍ଟରେ ଗଲି ମୁଁ ସେଟା ବର୍ଣ୍ଣନା କଲେ ତମକୁ ଅଧଘଣ୍ଟା ଲାଗିବ ବର୍ଣ୍ଣନା ପାଇଁ। ମୁଁ ତାଙ୍କ ପ୍ରାୟ ବାହାରିଲି ଖାଇ ପିଇକିରି 12ଟା-1ଟା ବେଳକୁ ମୋର ସବୁ ବେଡ଼ିଂ ପତ୍ର ଲୁଗା ପଟା କିଛି ରୁଟି କିଛି ଚିନି ଆଉ ତ କିଛି ଆଳୁ ଭଜା ଠେଙ୍ଗା ଔଷଧ ପାଣି ବୋତଲ ଏସବୁ ଏବଂ ମୋର ଜିନିଷ ପତ୍ର ଯାହା ଡାଟା କଲେକ୍ସନ କରିବି କାଗଜ ପତ୍ରଠୁ ଆରମ୍ଭ କରି ସବୁ ବୋଝେଇ କରି କାନ୍ଧରେ ଲୋଡ୍ କରିକି ଚାଲି ଚାଲି ପ୍ରାୟ 14 କିଲୋମିଟର ବାଟ ଚାଲି ଚାଲି ସେ ଗୋଟେ ଗାଁ ଥାଏ ତେଲକୋଇ ବ୍ଲକ ଯଦି ନାଁ ଶୁଣିଥିବ 14-15 କିଲୋମିଟର ଦୂରରେ ସେ ଗାଁଟି ପାହାଡ଼ ଉପରେ ଥାଏ। ତାର ଦିଟା ହେମଲେଟ୍ ଗୋଟେ ତଳ ହେମଲେଟ୍ ଗୋଟେ ଉପର ଥାଏ ତଳ ସାହି ଉପର ସାହି। ମୁଁ ପ୍ରଥମେ ଭାବିଲି ମୁଁ ତଳ ସାହିରେ ଡାଟା କଲେକ୍ସନ କରିବି ତାପରେ ଭାବିଲି ନାଇଁ ଆଗ କଷ୍ଟ କାମଟା କରିଦେବି। ଉପର ସାହିକି ଗଲି ଉପର ସାହିରେ ପହଞ୍ଚିଲା ବେଳକୁ ସନସେଟ୍ ହେଇଥାଏ ଟ୍ରାଇବାଲ ଏରିଆରେ ଜଙ୍ଗଲ ଏରିଆରେ 5ଟା ବେଳକୁ ବି ସୂର୍ଯ୍ୟ ତମକୁ ଆଉ ଦେଖାଯିବନି। ମୁଁ ସେଠି ଯାଉ ପୁରା ପାହାଡ଼ ଉପରେ ପହଞ୍ଚିଲା ବେଳକୁ ସୂର୍ଯ୍ୟର ଅସ୍ତଗାମୀ ସୂର୍ଯ୍ୟକୁ ଦେଖିଲି ଏବଂ ସେ ଆଗରୁ ଯେତେବେଳେ ଗଲି ସେ ଗାଁର ମୁଖିଆ 2-4 ଜଣ ଲୋକଙ୍କ ନାଁ ଜାଣିଥିଲି ଏବଂ ସେ ଲୋକଙ୍କୁ ପଚାରିଲେ ଯେଉଁ 2-3 ଜଣ ମଣ୍ଡଘର ତାଙ୍କର ମଣ୍ଡଘର ହେଉଛି ଡର୍ମିଟୋରୀ ହାଉସ୍। ପ୍ରତ୍ୟେକ ଜୁଆଙ୍କ ଗାଁରେ ଡର୍ମିଟୋରୀ ହାଉସ୍ ଅଛି। ଡର୍ମିଟୋରୀ ହାଉସ୍ଟା ସେମାନେ ଗେଷ୍ଟ ହାଉସ୍ ପାଇଁ ୟୁଜ୍ କରନ୍ତି। ତାଙ୍କର ଯୁବକ ମାନେ ତାକୁ ଯୁବକ ଘର ଯୁବ ଘର ବା ଝାଗଡ଼ା ଘର ବୋଲି କୁହନ୍ତି। ସେମାନେ ସେଠି ରାତିରେ ଶୁଅନ୍ତି ଯୁବକମାନେ ଖେଳା ବୁଲା କରନ୍ତି ସଭା ସମିତି କରନ୍ତି। ତାଙ୍କର ସେଠି ଠାକୁର ଠାକୁରାଣୀ ମଣ୍ଡଘର ସାମ୍ନାରେ ରହେ ନ୍ୟାୟ ନିଶାପ ଯାହା ସେଇ ମଣ୍ଡଘର ସାମ୍ନାରେ ହୁଏ ନାଚ ଗୀତ ସବୁ ମଣ୍ଡଘର ସାମ୍ନାରେ ହୁଏ। ତେଣୁ ମଣ୍ଡଘରେ ଆଗ ଯାଇ ବସି ଯେଉଁ ଜଣେ 2 ଜଣ ଥିଲେ ସନ୍ଧ୍ୟାବେଳକୁ ପଚାରିଲି ସେଠି ଆଗ ମୁଁ କ'ଣ ପାଇଁ ଆସିଛି ମୁଁ ତାଙ୍କୁ ପଚାରିବି ଆଗରୁ ସେମାନଙ୍କ ତଥ୍ୟ ଦେଖ କେତେ ଇମ୍ପୋର୍ଟାଣ୍ଟ। ସେମାନେ ତଳ ଗାଁରୁ ବୁଝି ଯାଇଛନ୍ତି ଏ ବାବୁ କ'ଣ ପାଇଁ ଆସିଛନ୍ତି। ସେ କହିଲେ ଆମେ ଜାଣିଛୁ ବାବୁ ତମେ କ'ଣ ପାଇଁ ଆସିଛ। ଠିକ୍ ଅଛି ତାଙ୍କୁ ଆଗ ମୁଁ ଆଉ ଥରେ କହିଲି ମୁଁ ଠିକ୍ ଅଛି ତମେ କ'ଣ ଶୁଣିଛ ମୁଁ କ'ଣ ପାଇଁ ଆସିଛି ମୁଁ ଡିଟେଲ୍ସ କହିଲି। ଆଉ ମୁଁ ନେଇଥିବା ଖାଦ୍ୟ କିଛି ଆଗ ତାଙ୍କ ଆଗରେ ଖାଇଲି। ଭୋକ ଲାଗିଲାଣି ମୁଁ ଖାଇକି ଯାଇକି 10ଟା-11ଟା ବେଳକୁ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଗଲାଣି। ମୁଁ ରୁଟି ଟିକେ ଆଳୁ ଭଜା ଟିକେ ଖାଇଲି ଆଗ ନିଜେ ଖାଇଲି। ନିଜେ ଖାଇଲା ପରେ ମୁଁ ତାଙ୍କୁ ଦେଖିବାକୁ ଚାହିଁଲି ମୁଁ ନିଜେ ଖାଉଛି ଏବଂ ସେଇ ଖାଦ୍ୟରୁ ତାଙ୍କୁ ରୁଟି ଆଳୁ ଭଜା କିଛି ଯେଉଁ 3-4 ଜଣ ଥିଲେ ତାଙ୍କୁ ବାଣ୍ଟିଲି। ସେମାନେ ଖାଇଲେ ଖୁସିରେ ଖାଇଲେ। ତାଙ୍କୁ ମୋର କଲଚର ବିଷୟରେ କହିଲି ମୁଁ ଯେଉଁ ବିଷୟ ତାଙ୍କୁ ପଚାରିବି ତାଙ୍କ ସମାଜ ବିଷୟରେ ପଚାରିବି ତାଙ୍କ ବିବାହ କଥା ପଚାରିବି ତାଙ୍କର ଛୁଆ ଜନ୍ମ ହେଲେ କେମିତି କ'ଣ ରିଚୁଆଲ ପାଳନ କରନ୍ତି ପୂଜା କରନ୍ତି ପଚାରିବି ତାଙ୍କ ଲାଇଫ ସାଇକେଲ ରିଚୁଆଲ କଥା ମାନଙ୍କରେ ପଚାରିବି। ସବୁ ଆମ ଘର କଲଚର କଥା କହିଲି। ଆମର କଲଚର କଥା କହିଲା ପରେ ତାପରେ ମୁଁ ଆଉ କିଛି କହିଲିନି ସେତେବେଳେ ପୁରା 1-2 ଘଣ୍ଟା ହେଇଗଲାଣି। ତାପରେ ଭଲ ମନ୍ଦ କଥା ବିଚାର କରି ସେମାନେ ସନ୍ଧ୍ୟା ପ୍ରାୟ 8ଟା ଖଣ୍ଡେ ହେଲାଣି ସେ ଯେଉଁମାନେ ବୟସ୍କ ଲୋକ ଥିଲେ ତାଙ୍କ ଘରକୁ ଗଲେ। ମୁଁ ଏ ଯେଉଁମାନେ ଯୁବ ଲୋକ ଥିଲେ ସେମାନେ ଗୋଟେ ଗୋଟେ ଯାଇ ଘରକୁ ଆସି ମଣ୍ଡପରେ ଜୁଆଙ୍କ ମଣ୍ଡପରେ ବା ଡର୍ମିଟୋରୀ ହାଉସରେ ପ୍ରାୟ 15-20 ଜଣ ଜମା ହେଲେ। ସେମାନେ ଶୋଇବେ ସେଠି। ମୁଁ ମନେ ପଡ଼ୁଛି ମୁଁ ଡିସେମ୍ବର ମାସରେ ଯାଇଥିଲି ସେତେବେଳକୁ ଶୀତ ପ୍ରବଳ ଶୀତ ଏବଂ ସେମାନେ ତାଙ୍କର ମଣ୍ଡପର ଗୋଟେ ସୁବିଧା କ'ଣ ହୁଏ 24 ଆୱାର୍ସ ତାଙ୍କର କାଠ ଗଣ୍ଡି ନିଆଁ ଜଳେଇ ରଖିଥାନ୍ତି। ପୁରା ନିଆଁ ଜଳେଇକିରି ନିଆଁକୁ ସେମାନେ ଗୋଡ଼ କରିକିରି ରାଉଣ୍ଡ ହେଇକିରି ଶୁଅନ୍ତି। ମଣ୍ଡପର ସ୍ଥିତି ଏମିତି ଗୋଟେ ଏଲିଭେଟେଡ୍ ଜାଗା ଥାଏ ମଣ୍ଡପର ଏଣ୍ଟ୍ରି ପଏଣ୍ଟରେ ପ୍ରାୟ 1-2 ଫୁଟ ଉଚ୍ଚାରେ ବାରଣ୍ଡାଟେ ଥାଏ। ସେ ବାରଣ୍ଡା ଉପରେ ମୋର ବେଡ଼ିଂଟେ ପକେଇ ମୁଁ ସେଇଠି ବସିଲି। କ'ଣ ଲେଖାପଢ଼ା ଯାହା ଲଣ୍ଠନଟିଏ ନେଇଥାଏ ସେତେବେଳେ ତ ଆଲୁ ଗାଁ ଗହଳିରେ ବି ଗୋଟେ ଗୋଟେ ଜାଗାରେ ନଥାଏ। ସେତେବେଳେ ମୁଁ ଲଣ୍ଠନ ନେଇଥାଏ ଲଣ୍ଠନ ଜାଳିକିରି କିଛି ଲେଖା ଲେଖି କଲି। ରାତି ପ୍ରାୟ 10ଟା ଖଣ୍ଡେ ହେଲା ନିଦ ଲାଗିଲା ମୁଁ ଶୋଇପଡ଼ିଲି। ସକାଳ ସେମିତି ଉଠିଲି ଉଠିଲା ବେଳକୁ 5ଟା ହେଇଗଲା। ବହୁତ ଲୋକ ପ୍ରାୟ ପଳେଇଲେଣି କିଏ କୁଆଡ଼େ ଜଙ୍ଗଲକୁ ପଳେଇଲେଣି।
ମୁଁ କଣ କଲି ନା ଆଗ ଯେତୋଟି ଘର ଥିଲା ତାକୁ ଯାଇକି ଟିପିଲି, ଘର ନମ୍ବର ସବୁ ଟିପିଲି। ଯୋଉ 2-4 ଜଣ ବୁଢା ଲୋକ ଥିଲେ ତାଙ୍କୁ ଧରିକିରି ଏ ଘରଟି କାହାର, ସେ ଘରଟି କାହାର ବୁଲି ବୁଲି ପଚାରିକିରି ଘର ନମ୍ବର ଦେଲି। ସେ ଘର ନମ୍ବରର ସେ ଲୋକର ନାଁଟା କଣ ପଚାରିଲି। ତାକୁ ପଚାରିକିରି ପଳେଇ ଆସିଲି। ପୁଣି 1-2ଟା ବେଳକୁ ପାଣି ଟିକେ, ସେ ରୁଟି ଆଳୁ ଭଜା ଯାହା ଥିଲା ତାକୁ ଟିକେ ଖାଇଲି ଏବଂ ମୋର ଯାହା ଟିପିବା କଥା ମୋ ଖାତାରେ ସବୁଗୁଡ଼ାକ ସିଷ୍ଟମେଟିକରେ ଟିପିଲି। ଏବଂ ସନ୍ଧ୍ୟାବେଳୁ ସେମାନେ ଯେତେବେଳେ ଆସିଲେ, ସେ ମଣ୍ଡପକୁ ଆସି ବସିବେ, ଯୁବକ ହୁଅନ୍ତୁ ବୁଢ଼ାବୁଢ଼ୀ ହୁଅନ୍ତୁ, ମଣ୍ଡପରେ ବସିଲେ। ମଣ୍ଡପରେ ତାଙ୍କୁ କିଛି ତଥ୍ୟ 4-5ଟି ପରିବାରକୁ ତାଙ୍କ ତଥ୍ୟ ପଚାରିଲି ଏବଂ ମୁଁ କହିଲି ମୁଁ କାଲି ସକାଳେ ଆପଣମାନେ ଥିବେ 4-5 ଜଣ ଘର, ମୁଁ ତୁମମାନଙ୍କ ଘରକୁ ଯିବି। ଏରକମ କହିଲି। ସେଦିନ ସନ୍ଧ୍ୟାବେଳେ ସନ୍ଧ୍ୟା ପୂର୍ବରୁ ଆଉ ମୋର କଣ ତାଙ୍କ ଖେଳ ବିଷୟ, ମୁଁ କଣ ଖେଳିବେ ମୁଁ ତାଙ୍କୁ ଆମର କବାଡି ଖେଳ ବିଷୟ ଶିଖେଇଲି। କବାଡି ତାଙ୍କ ସହିତ ଖେଳିଲି। ରାତିରେ ତାଙ୍କୁ ମୋର ରାମାୟଣ କଥା ଟିକେ କହିଲି, ମହାଭାରତ ଷ୍ଟୋରି କିଛି କହିଲି, କିଛି କିଛି ଷ୍ଟୋରି ତାଙ୍କୁ କହିଲି। ସେମାନେ ଜାଣିଲେ। ହଁ ଟିକେ କହିଲେ ଆମେ ଆଜ୍ଞା ରାମ କଥା ଜାଣିଛୁ, ରାମାୟଣ କଥା ଜାଣିଛୁ, ହନୁମାନ କଥା ଜାଣିଛୁ। ସେମାନେ ଜାଣିଛନ୍ତି। ତଥାପି ମୁଁ ତାଙ୍କୁ କହିଲି ଏବଂ ସେମାନେ ତାଙ୍କର ଫୋକଲୋର, ତାଙ୍କର ଅରିଜିନ ବିଷୟରେ କହିଲେ। ତାଙ୍କର ଯୋଉଟାକ ଷ୍ଟୋରି, ଯୋଉଟାକ ମିଥ୍ ଆକାରରେ କହୁଛେ ବା ଫୋକଲୋର କହୁଛେ ଆମେ, ବା କିମ୍ବଦନ୍ତୀ କହୁଛେ, ଆମେ ଜାଣିନଥିଲୁ ଯୋଉଟା, ମୁଁ ଜାଣିନଥିଲି, ସେମାନେ କହିଲେ। ସୋ ଏଇରକମ ମୁଁ ସେଠି 4-5 ଦିନ ରହିଲା ପରେ ମୋର 3 ଦିନରେ ମୋ ରୁଟି ଫୁଟି ସରିଗଲା। ଆଉ ନାହିଁ କିଛି ଖାଇବାକୁ। ମୁଁ ଜାଣିନଥିଲି 1 ଦିନ ରହିବାକୁ ପଡିବ। ମୁଁ ତାପରେ ସେମାନେ ଦେଖିଲି ମୋର ଖାଦ୍ୟ ନାହିଁ। ତାଙ୍କର କନ୍ଦମୂଳ ହଉ, ପିତା କନ୍ଦ ହଉ, ଯାହା ମତେ ଆଣି ଖାଇବାକୁ ଦଉଥାନ୍ତି। ମୁଁ ସକାଳେ ସନ୍ଧ୍ୟା ଖାଇକି ସେ କାମ କରୁଥାଏ। ଯେତେବେଳେ 5th ଡେ 4th ଡେ ହେଇଗଲା, ମୁଁ କହିଲି ଆଉ ବେଶୀ ଦିନ ରହିବିନି। 5th ଡେ ମର୍ଣ୍ଣିଂରେ ମୁଁ ତଳ ଗାଁକୁ ଫେରିଲି। ତଳ ଗାଁରେ ଫେରିଲି ଏବଂ ମୁଁ କହିଲି ମୁଁ ପଳେଇବି ବର୍ତ୍ତମାନ। ସେତେବେଳକୁ ଆମ ଟିଚର ଥାନ୍ତି ପ୍ରଫେସର ବେହୁରା, ପ୍ରଫେସର ତ୍ରିପାଠୀ, ସେମାନେ 4-5 ଜଣ ସାଙ୍ଗ ପଠେଇଥିଲେ। ଆରେ ଇଏ ପିଲାଟି ଯାଇଥିଲା, କୁଆଡେ ରହିଗଲା, ତାକୁ ଭାଲୁ ବାଘ କିଏ ଖାଇଗଲା କି? ନା ସେ ମରିଗଲା, ମ୍ୟାଲେରିଆ ପ୍ରବଳ ସେ ଏରିଆରେ। ସେ ଲୋକଙ୍କୁ, ସେ ତଳେ ସବୁ ପିଲାମାନେ ଆସିଥାନ୍ତି। ମତେ କହିଲେ ଆରେ ତୁ ଏତେ ଦିନ ରହିଲୁ, 3-4 ଦିନ ରହିଲୁ ସେଠି। ମତେ ସାର୍ ଆମ ଉପରେ ବିରକ୍ତି ହେଲେ। ଯାହା ହଉ ମତେ ସେଇ ଯୋଉ 4-5 ଦିନ ରହିଲି, ତାଙ୍କର ଯୋଉ ଡେଟା ମୁଁ ଆଣିଲି, ମୁଁ ପୁଣି ଥରେ ଆସିବି ବୋଲି କହିଲି। ସେ 4-5 ଦିନ ରହିକିରି ମୁଁ ପୁରା 10 ଦିନର ଡେଟା ସଂଗ୍ରହ କରିକି ଆସିଲି। ତାପରେ ଆମେ ସକାଳେ ସେ ଗାଁରେ, ତଳ ଗାଁରେ କିଛି ସମୟ ରହିଲୁ। ତାପରେ 10ଟା-11ଟା ବେଳକୁ ପଳେଇଲୁ। ମୁଁ ସେଇ ଦିନ ପୁରା ଗୋଟେ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ରେଷ୍ଟ ନେଲି। ତାର ଯାହା ଲେଖା ଲେଖି କରିଥିଲି, ସବୁ ନୋଟ ନ କଲେ ଭୁଲିଯିବ ନା, ସବୁଗୁଡାକ ନୋଟ କରି ଲେଖା କରି କଲି। ତା ପରଦିନ ତଳ ଗାଁକୁ ଆସିଲି। ଏଇରକମ ଡାଟା ସଂଗ୍ରହ ଆମ 20 ଦିନ ଆମର ଲାଗିଲା। ଆମର ଯେତେବେଳେ ମୋର ଡେମୋଗ୍ରାଫିକ୍ ଷ୍ଟଡି, ପପୁଲେସନ ଷ୍ଟଡି 20 ଦିନ ଲାଗିଲା। ଆମର ସାଙ୍ଗମାନେ 30 ଦିନ ରହିଲେ। ସୋ ତାଙ୍କ ସହିତ ଆମେ 20-25 ଦିନ ରହିକିରି ଆମେ ଏତେ ନିଜକୁ ଇନୋଭେଟ କରିକିରି, ନିଜକୁ ଖୁସି କରିକି ଡେଟା ସଂଗ୍ରହ କରି ଖୁସି ହଉଛୁ। କିନ୍ତୁ ଯିଏ ତାଙ୍କ ପାଖରେ ମାସ ବର୍ଷ ରହିକି ଡେଟା ସଂଗ୍ରହ କରୁଛନ୍ତି, ସେମାନେ କେତେ ଦୂର ପରିଶ୍ରମ କରୁଥିବେ, କେତେ ଦୂର ତାଙ୍କ ସତ୍ୟତା ଉପରେ ଡାଟା ସଂଗ୍ରହ କରୁଥିବେ। ତେଣୁ ଆମେ ସେମାନଙ୍କର ବିଷୟ ପଢିଲା ବେଳକୁ କାହିଁକି କହୁଛି, ଅରିଜିନାଲ ବହି, ଅରିଜିନାଲ ବିଷୟ ପଢ ଏବଂ ଫିଲ୍ଡ ୱାର୍କର ଟ୍ରାଡିସନ ଜାଣିପାରିବ, ଫିଲ୍ଡ ୱାର୍କର ଇମ୍ପୋର୍ଟାନ୍ସ ଜାଣିପାରିବ। ସୋ ଆମେ ଫିଲ୍ଡ ଷ୍ଟଡି, ୱିଦାଉଟ୍ ଫିଲ୍ଡ ଷ୍ଟଡି ଆନ୍ଥ୍ରୋପୋଲୋଜିର କିଛି ମିନିଂ ନାହିଁ। ଆମେ ସେକେଣ୍ଡାରୀ ୱାର୍କକୁ ଆମେ ଯାଇପାରିବାନି। ସେକେଣ୍ଡାରୀ ୱାର୍କ ମାନେ ପୂର୍ବରୁ ସ୍କଲାର ମାନେ ଯୋଉ କାମ କରୁଥିବେ ତାକୁ ଆମେ ପଢିପାରିବା, ଆର୍ଲିୟର ଷ୍ଟଡି ହିସାବରେ ପଢିପାରିବା। ଏବେ ଆମେ ତ କଣ ଚେଞ୍ଜ ହେଇଛି, କଣ ପରିବର୍ତ୍ତନ ହେଇଛି, କାହିଁକି ପରିବର୍ତ୍ତନ ହେଇଛି, ଯଦି ପରିବର୍ତ୍ତନ ହେଇଛି କାହିଁକି ପରିବର୍ତ୍ତନ ହେଇଛି, ଯଦି ପରିବର୍ତ୍ତନ ହେଇନି କାହିଁକି ପରିବର୍ତ୍ତନ ହେଇନି, ଏସବୁ ବିଚାର କରି ଏଇଟା ହେଉଛି ରିସର୍ଚ୍ଚ। ତାର ରିସର୍ଚ୍ଚ କରିକି ଆମର ରିସର୍ଚ୍ଚର ଫାଇଣ୍ଡିଙ୍ଗକୁ ଆମେ ତ ଲେଖିବା ନିଶ୍ଚିତ ଭାବରେ। ଆମେ ତ ଥେସିସ୍ ଦେବା, ଆମେ ନମ୍ବର ପାଇବା, ସ୍କଲାର ମାନେ ନମ୍ବର ପାଆନ୍ତି। କିନ୍ତୁ ମାନେ ଆନ୍ଥ୍ରୋପୋଲୋଜିକାଲ ଟ୍ରାଡିସନ ଯେଉଁମାନେ ସମାଜ ପାଇଁ ଡାଇରେକ୍ଟ କାମ କରନ୍ତି, ସେମାନେ ସେଇ ଯୋଉ ନଲେଜକୁ, ଯାହା ପାଇଲେ ତଥ୍ୟକୁ ସେମାନେ ପ୍ରୟୋଗ କରାଯାଏ। ଆଡମିନିଷ୍ଟ୍ରେଟିଭ କାମରେ ଲାଗେ, ଆଡମିନିଷ୍ଟ୍ରେଟର ମାନଙ୍କ କାମରେ ଲାଗେ, ପ୍ଲାନର ମାନଙ୍କ କାମରେ ଲାଗେ। ଏବଂ ବେଳେବେଳେ ଆମର ଏଇ ଆନ୍ଥ୍ରୋପୋଲୋଜିଷ୍ଟ ମାନେ ତାଙ୍କର ଏଇ ସାମାଜିକ ଫିଲ୍ଡ ୱାର୍କ ଟ୍ରାଡିସନ ଦେଖି, ଫିଲ୍ଡ ୱାର୍କର ଇମ୍ପୋର୍ଟାନ୍ସ ଦେଖି, ଫିଲ୍ଡ ୱାର୍କ ସେମାନେ ଏକ୍ସପୋର୍ଟ ଦେଖି ଆଡମିନିଷ୍ଟ୍ରେସନ ପାଇଁ ଆନ୍ଥ୍ରୋପୋଲୋଜିଷ୍ଟ ବେଳକୁ ବାଛନ୍ତି ବା ନିಯೋଗ କରନ୍ତି। ତେଣୁ ଆମେ କହୁ ଆନ୍ଥ୍ରୋପୋଲୋଜିଷ୍ଟ ମାନେ ବେଳେବେଳେ ଆଡମିନିଷ୍ଟ୍ରେଟର ହିଁ କାମ କରନ୍ତି। ଏବଂ ଆଡମିନିଷ୍ଟ୍ରେଟର ମାନେ ସେମାନେ କାହାକୁ ଆଡମିନିଷ୍ଟ୍ରେଟ କରିବେ, ଏଇ ଲୋକମାନଙ୍କ କଥା ବୁଝିବେ। ତେଣୁ ସେମାନେ ଆନ୍ଥ୍ରୋପୋଲୋଜିକାଲ ଟ୍ରେନିଂ ନିଅନ୍ତି।
तो एडमिनिस्ट्रेटर मानक एंथ्रोपोलॉजिस्ट माने ट्रेनिंग दियंती केमती लोक मान को जीवो केमती ताक कथा बुझिबो ताक कल्चर बुझिबो ताक विषय ट्रेनिंग नेले एडमिनिस्ट्रेशन ठीक हबो डेवलपमेंट ठीक भाव चलिबो न डेवलपमेंट हबोनी ठीक भाव हबोनी मु तार गोटे एग्जांपल दोछि धरो गोटे कल्चर आगु कल्चर विषय न जानि कि डेवलपमेंट करियो जीवो मु गोटे छोटी एग्जांपल दोछि वी हैव फेस इवैल्यूएशन ऑफिसर पाठ पढ़िबा सर इवैल्यूएशन ऑफिसर इवैल्यूएट करतली गवर्नमेंट रो काम ऊपर मु गोटे एरिया रे गली से मैं गवर्नमेंट फोन करछंती 5 वर्ष आगु कि गवर्नमेंट ताऊ किछ टका देइछंती बा किछ एजेंसी ताऊ टका देइछंती तांको घर चाळ घर को बदलै कि टाइल घर करिया मु 5 वर्ष पर स्टडी करिया गली इवैल्यूएट करिया गली स्टडी में इवैल्यूएटिव काम कोन कामटा प्रकृति रे हेइछि ना न हेइछि केवल घर विषय इवैल्यूएशन नहीं घर विषय कहूँ शिक्षागत इवैल्यूएशन कली एग्रीकल्चर इवैल्यूएशन कली स्वास्थ्यगत इवैल्यूएशन कली 4-5 सब्जेक्ट इवैल्यूएशन कली प्राय 3 मास से रही इवैल्यूएशन काम करिया पड़ला मु घर कथा 5 वर्ष पर गली मु देखिले अधा लोकंकर चाळ घर अछि त पचारली अरे तुम चाळ घर काई अछि अधा लोक टाइल घर अछि अधा लोक भांगी गलानी से माने कौन कहले मु सुनी मते आश्चर्य लागिला आज्ञा से माने आसिले आज्ञा जीप रे ट्रक रे टाइल बोई कि नहीं आसिले टाइल रे आज्ञा हम जो आगो जगह ठीक कले हम आज्ञा पहाड़ ऊपर थिलु तळ जगह ठीक करी समतल जगह देखि टाइल घर कर दिले हम आज्ञा प्रथमे आसिलुनी काई आसिलुनी अरे आसिलुनी चिंता कोन करे कोन काम आसिलुनी से माने आज्ञा तापरे यूनिवर्सिटी को गले जने कि सार डाकिले तो आज्ञा आम केमती से गाँव को जीवे आम से सार था मन पड़ी से प्रोफेसर महापात्र था डिपार्टमेंट रे कहूँ 70s कथा से मुझे केन्द्र कथा कहूँ से कहले नाई से आसबेनि कहीं आसबेनि तुम्हें से गाँव में लोक मान घर कर ठाकुर जगह कहीं मन घर कहीं डॉर्मेटरी हाउस कहीं ना से कौन हम से तो मेन जिन ऑर्गेनाइजेशन सोशल स्ट्रक्चर मन घर मेन तेणु से मंडघर टे कले गाँव ठाकुर ठाकुरानी जो मंडघर था पूजा कर मंडघर आगे रखिले गाँव में लोक मैंने किसी गाँव को आसिले आसला देखिले गोटे जगार किसी घर से घर को जाऊना अरे से घर को कहीं जाऊन तक स्टडी करागला से घरटा कौन है मुझे देखिली से गोटे घर भांगिला आउ 7 घर लोक अच्छा मुझे गोटे घर कहीं भंगाला ना आज्ञा 8 टिकिया घर लगी लगी थे आमर 8 नंबर टाक आमर ठीक भाव में असुच मन करूँ ओमेन बैड ओमेन ताकू आम खराब बोली भाव 8 सूचकटा आम अमंगल हुए बोली भाव 8 नंबरटा तेणु 8 टिकिया घर आम नेलुनी से सरकार बुझाबुझी कर गोटे घर भांगिले बाकी 7टा घर रही गोटे भंगा घर अच्छे मुझे देखिए अधा घर भांगी ना से जो टाइल से मैंने आनी कौन छपर कले वर्षा पवन आसला आज्ञा सब झड़ तोफान एरिया बण जंगल रोचे गुड़े टाइल सब उड़ीगला भांगीगला ताकू आम पुणी सरकार गलु सी कहे हाँ करेंगे कहले सी किसी आसलानी किसी कले कहूँ 70s कथा आम कौन करूँ आज्ञा पुणी से चाल घर आम या कलु पुणी ताने ये कौन है आम लोकल कल्चर को न नहीं न पढ़ी आम डेभलपमेंट रिहाबिलिटेट करने चेष्टा कलु नुआ जगह बसति स्थापन करने चेष्टा कलु तो सेठी आम कहलु नेतृत्व मैंने कहले मुझे लिखिली आपंकर ये जो रिहाबिलिटेशन प्रोग्राम सक्सेसफुल है टका खर्चन सत किंतु आम कामटा जो पर्पस एम्स एंड ऑब्जेक्टिव्स वाज नॉट सक्सेसफुल कहीं सेठी आपण माने सामाजिक कल्चर को देखी ना ट्रेनिंग लोकल एरिया रे केमती तैयारी करेंगे टाइलटा केमती छपर हम टाइल कौटू आनबे सब लोकल को जनइबे से माने जानिला परे रिपेयर करेंगे तो रिपेयर कर सब नथिबे एबे हम टाउन रे हम जो घर रोचे सरकार घर रोचे तो टाउन रे मनकर पवन नहीं काचरे भांगला झरकार पटाटा भांगला ये पाइप रो बाहर पाइपटा तूफान उड़ीगला तो 10-15 दिन जाऊ रिपेयर करने गाँव में किए पचार से कथा तेणु आम लोक मानक ये आर्थोलॉजिस्ट मानकर इंपोर्टेंस आडमिनिस्ट्रेटर मानकर ये आर्थोलॉजिकल नॉलेज बास जो जो मानक जो समाज में से काम कर सामाजिक मुझे तो छोट कथा कहली केवल घर कथा कहली
ତାଙ୍କୁ ତାଙ୍କ ଘର ବିଷୟରେ ନଲେଜ ଦେବ, କେମିତି ଘରଟା ତିଆରି କରିବ, କଲେ ସେମାନେ ତାଙ୍କ ନିଜ ଘରକୁ ନୂତନ ଆକାରରେ ତିଆରି କରିପାରିବେ। ଆମର ଆଇଡ଼ିଆ, ନୂତନ ଆଇଡ଼ିଆଟାକୁ ସେମାନେ ଜାଣିପାରିବେ ଏବଂ ଚେଞ୍ଜଟା କଣ୍ଟିନ୍ୟୁ କରିବ। ଯେଉଁ ଚେଞ୍ଜଟା ଯଦି କଣ୍ଟିନ୍ୟୁ ନ କରିବ ସେଇ ଚାଳଘର ରହିବ। ତେଣୁ ସେ 10 ବର୍ଷ ତଳେ ଆମେ ଟଙ୍କା ଖର୍ଚ୍ଚ କରୁଥିଲେ, ମୂଲ୍ୟ କ'ଣ? ଆମେ ଖାଲି ଚାଳ ଘର କରିଦେବୁ ଆମେ କରିନଥିଲେ, ଆମେ ଲୋକଙ୍କର ସାମାଜିକ ପରିସ୍ଥିତି, ସାମାଜିକ ଅବସ୍ଥାକୁ, ଘରର ଅବସ୍ଥାକୁ ଚେଞ୍ଜ କରିବାକୁ ବସିଥିଲେ। ଲୋକମାନେ ନିଜର ନ ଭାବିକି, ନିଜସ୍ୱ ନ ଭାବିକି ନ କରିବେ, ନିଜେ ନ କରିବେ, ତାହେଲେ ଚେଞ୍ଜ ହେଇପାରେ, ଆକ୍ସେପ୍ଟ ହେଇପାରେ, ପ୍ରୋଗ୍ରାମଟା ସକ୍ସେସଫୁଲ ହେଇପାରେ। ସେରକମ ପାଠ, ସେରକମ ବହୁତ ଏକ୍ସାମ୍ପଲ ଅଛି, ପଢିଲେ ତୁମେ ଜାଣିପାରିବ। ଯେତେବେଳେ ଆପ୍ଲାଏଡ ଆନ୍ଥ୍ରୋପୋଲୋଜି ପଢିବା ଆମେ ଜାଣିପାରିବ କ'ଣ ଆପ୍ଲାଏଡ ଆନ୍ଥ୍ରୋପୋଲୋଜି, ୟୁଜ ଅଫ ଆନ୍ଥ୍ରୋପୋଲୋଜିକାଲ ନଲେଜ ଫର ଡେଭଲପମେଣ୍ଟ କ'ଣ ଦରକାର, କେତେ ଇମ୍ପୋର୍ଟାଣ୍ଟ, ବହୁତ ଏକ୍ସାମ୍ପଲ ଅଛି। ସବୁଟା ଏକ୍ସାମ୍ପଲ ଦେଲେ କେବଳ ସେଇଥିରେ ପଳେଇବ। ବର୍ତ୍ତମାନ ଆମେ ଫିଲ୍ଡ ୱାର୍କ ଦେଖୁଛେ। ସୋ ଏ ଫିଲ୍ଡ ୱାର୍କର ଆମେ ଯେତେ କଲା, ଏଇସବୁ ଫିଲ୍ଡ ୱାର୍କ କଲାବେଳେ ଆମେ ତାଙ୍କର ତୁମେ ଯେଉଁ ପ୍ରଥମେ କହିଲି, ୱି ସୁଡ୍ ନୋ ଦି ଏଥିକାଲ ଆସ୍ପେକ୍ଟ ଅଫ ଫିଲ୍ଡ ୱାର୍କ। ଆଜିକାଲି ସବୁ ସମାଜରେ କାମ କଲା ବେଳକୁ, ଯେକୌଣସି ଏରିଆରେ କାମ କଲା ବେଳକୁ ଆମେ ଏଥିକାଲ ଆସ୍ପେକ୍ଟ ଦେଖୁଛୁ। ଏଥିକାଲ ଆସ୍ପେକ୍ଟ ମାନେ ଆମେ ତାଙ୍କୁ କେଉଁ ବିଷୟରେ ପଚାରୁଛୁ, ତାଙ୍କ ଏ ବିଷୟଟା ଆମେ ତ କହୁଛୁ ଆମେ ରିସର୍ଚ୍ଚ ପାଇଁ ବା ଆମର ତାଙ୍କର ଡେଭଲପମେଣ୍ଟ ପାଇଁ ବା ଜ୍ଞାନ ପାଇଁ ଆମେ ୟୁଜ୍ କରୁଛୁ। ଆମେ ତ କେବଳ ଅନ୍ୟ କେଉଁ ପର୍ପସରେ ୟୁଜ୍ କରୁନୁ। ସେମାନେ କେମିତି ଜାଣିବେ? ତେଣୁ ଆମେ ତାଙ୍କଠୁ ପରମିସନ ନେବୁ ଏବଂ ଆମେ ତାଙ୍କୁ ଆମ ରିଅଲ କଥା କହିବୁ। ଆମେ କ'ଣ ପାଇଁ ତମର ଯେଉଁ ତଥ୍ୟ ନେଉଛୁ, ଏ ତଥ୍ୟ ଆମେ ଅଧିକାଂଶ ଯୋଉଟାକ ଗୋପନ ତଥ୍ୟ, ଆମେ ତାକୁ ଗୋପନ ରଖିବୁ। ଆମେ ତାକୁ ଅନ୍ୟ ଆଗରେ ପ୍ରକାଶ କରିବୁନି। ଯୋଉଟାକ ପ୍ରକାଶ କରିବା କଥା ଆମେ ପ୍ରକାଶ କରିବୁ। ତାଙ୍କ ଆଗରେ ଗୋଟେ ଓଥ ନେଲା ଭଳିଆ ନେବାକୁ ପଡ଼ିବ ଏବଂ ଆମେ ପରମିସନ ନେବୁ ଆମେ କ'ଣ କାମ କରୁଛୁ, କ'ଣ ନାହିଁ। ଗୋଟେ ଏଥିକାଲ ବଡି ଆଜିକାଲି ଅଛି ବିଭିନ୍ନ ୟୁନିଭର୍ସିଟିରେ, ବିଭିନ୍ନ କାମରେ ଏଥିକାଲ ବଡି ଅଛନ୍ତି ଏବଂ ଆମେ କ'ଣ କାମ କରୁଛେ, କ'ଣ ପରମିସନ ନେବା, କ'ଣ ଲୋକମାନଙ୍କୁ କନସେଣ୍ଟ ନେବା, ଆମେ ସେ ଏଥିକାଲ ବଡିକୁ ପଚାରିବା। ଏଥିକାଲ ବଡି ଆପ୍ରୁଭ କରିବେ ଆମର କାମଟା, ଆମର ଡିଜାଇନଟା, ତାପରେ ଆମେ ଯାଇକରି ଫିଲ୍ଡକୁ ଯିବା ବା ଯେକୌଣସି ରିସର୍ଚ୍ଚ ଆମେ କରିପାରିବା। ଯଦି ଏଥିକାଲ ବଡି ୟୁନିଭର୍ସିଟିରେ ନଥିବ, ଯେକୌଣସି ଡିପାର୍ଟମେଣ୍ଟରେ କାମ ହେଉଛି, ସେ ଯେକୌଣସି ଇନଷ୍ଟିଟ୍ୟୁସନରେ କାମ ହେଉଛି, ସେମାନେ ଏଥିକାଲ ବଡି ପାଇଁ ସୋସିଓଲୋଜିଷ୍ଟ ହୁଅନ୍ତୁ, ଆନ୍ଥ୍ରୋପୋଲୋଜିଷ୍ଟ ହୁଅନ୍ତୁ, 5-7 ଜଣ ମେମ୍ବର ଆଣି ଏଥିକାଲ ବଡି ଗୋଟେ ଏଥିକାଲ କମିଟି କରନ୍ତି ଏବଂ ଯେଉଁ କାମ ସେମାନେ ସର୍ଭେ ବା ରିସର୍ଚ୍ଚ କରିବାକୁ ଯାଉଛନ୍ତି, ଏଥିକାଲ ବଡିରେ ପୁଟ୍ ଅପ୍ ହୁଏ। ଏଥିକାଲ ବଡି ଆକ୍ସେପ୍ଟ କଲେ ସେ କାମ ହୁଏ। ଏଥିକାଲ ବଡି କିଛି ଚେଞ୍ଜ କରିବାକୁ ପଡ଼ିବନି, ଏଇଟା ତମେ ପଚାରି ପାରିବନି, ଏଇ କଥା ଆଣିପାରିବନି। ଏଇଟା ତ ମୁଁ ଖାଲି ସାମାଜିକ କଥାଟା କହିଲି ଯୋଉଥିପାଇଁକା। ତା ଛଡ଼ା ଫିଲ୍ଡ ୱାର୍କ ଟ୍ରାଡିସନ ଆମର ଫିଜିକାଲ ଆର୍କିଓଲୋଜିରେ ଅଛି, ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜିରେ ଅଛି। ସବୁ ବିଷୟରେ ବି ଏଥିକାଲ ପାଠ ଦରକାର। ମୁଁ ତ ନିଜେ ଫିଲ୍ କରିଛି, ସେଟା ମୋର ପରେ ଯେତେବେଳେ ଆମେ ଡିସ୍କସନରେ କହିବା, ବର୍ତ୍ତମାନ ସେ ସମୟ ନାହିଁ। ତେଣୁ ଏଥିକାଲ ନଲେଜ ନଥିଲେ ଲୋକମାନେ ରିଭୋଲ୍ଟ କରିବେ। ଏମିତି ବି ଇନଷ୍ଟାନ୍ସ ଆସିଛି ଫିଲ୍ଡ ୱାର୍କରେ ବ୍ଲଡ ନେଲା ବେଳକୁ କୌଣସି ଲୋକ, କୌଣସି ଗୋଟେ ପିଲାର ଅସୁବିଧା ହେଲା, ସାଙ୍ଗେ ସାଙ୍ଗେ ତାକୁ ଘେରାଉ କରିଦେଲେ। ଆମର ଉପର ସ୍କଲାର ମାନେ ଯାଇଥାନ୍ତି ଗାଁ ଭିତରେ, ମୁଁ ଦେଖିଲି ସେ ଗାଁର 2 ଜଣ ପିଲାଙ୍କୁ ପୁରା ଘେରିକି ରଖିଦେଲେ, ଦିନ ପର୍ଯ୍ୟନ୍ତ, ରାତି ପର୍ଯ୍ୟନ୍ତ ଫେରିଲେନି। ତାପରେ ଆମେ ପୋଲିସକୁ ନେଇକରି ଗଲୁ ସେ ଗାଁକୁ, ଟିଚର ମାନଙ୍କୁ ସାର୍ କହିଲେ, ସେମାନେ ଗାଁକୁ ଗଲେ, ଗାଁକୁ ଗଲେ, ସେ ଗାଁରେ ଯେ ପହଞ୍ଚିଲା ବେଳକୁ ଘେରାଉ କରି ରଖିଛନ୍ତି। କ'ଣ ଘେରାଉ କରି ରଖିଛନ୍ତି ନା, ନାଇଁ ରକ୍ତ ଆମର ପୋଡ଼ିକି ନେଇଗଲେ, ତାର ଅସୁବିଧା ହେଲା, ତାର ମୁଣ୍ଡ ବିନ୍ଧିଲା, ତାର କ'ଣ ପ୍ରୋବ୍ଲେମ ହେଲା। ସେଠୁ ସେ ପୋଲିସ ତାକୁ ବୁଝାବୁଝି କଲେ, ନାଇଁ ନାଇଁ ଏଇଟା ଏଇଥିପାଇଁ ଆସିଛନ୍ତି, ତାର ଏଇ ରକ୍ତ ନେବା ପାଇଁ କିଛି ଅସୁବିଧା ହେଇନି। ସେଇ ଆଗରେ ବି ସେ ପୋଲିସ ଭାଇ ନିଜେ ରକ୍ତ ଦେଲେ, ସେ ଯେଉଁ ରକ୍ତ ପ୍ରଣାଳୀରେ ଆମର ପୂର୍ବ ଭାଇମାନେ ରକ୍ତ ଦେଉଥିଲେ, ଦେଖିଲେ ଠିକ ଠାକ ଅଛି। ହେଲେ ସେ ଯେଉଁ ଲୋକଟି ପଡ଼ିଗଲା ବା ସେ ନର୍ଭସ ହେଇକି ପଡ଼ିଗଲା। ତେଣୁ ଯାହା ହେଲେ ବି ସେ ନର୍ଭସ ହଉ, ଆମେ ତାକୁ କହିବା କଥା, ତାର ସମ୍ପୂର୍ଣ୍ଣ ନଲେଜରେ ଆମେ ତାର ଯେଉଁ ଆମେ ଫିଲ୍ଡ ୱାର୍କ କରୁଛେ, ଏଇଟା ମୁଁ ତ ମୋଷ୍ଟଲି ସୋସିଆଲ ଫିଲ୍ଡ ୱାର୍କ କଥା, କଲଚରାଲ ଫିଲ୍ଡ ୱାର୍କ କହିଲି, ବାୟୋଲୋଜିକାଲ କାମରେ ବି ଆହୁରି ରିଗରସ୍ ଏଥିକାଲ ନଲେଜ ଦରକାର। ପ୍ରିଷ୍ଟରେ ବି ଆମେ ଯେତେବେଳେ ଫସିଲ ପାଇବାକୁ ଯାଉଛେ ବା ଯେତେବେଳେ ଷ୍ଟୋନ ପାଇବାକୁ ଯାଉଛେ, ତା ବି ଏଥିକାଲ ଷ୍ଟଡି ଦରକାର। ମୁଁ ନିଜେ ମନେ ପଡୁଛି, ମୁଁ ଥରେ ଗୋଟେ ଗାଁକୁ ଯାଇଥିଲି 80 ମସିହାରେ, ଗୋଟେ ଗାଁରେ ଗୋଟେ ସ୍କଲ ଖବର ପାଇଲି, ଗୋଟେ 7-8 ଫୁଟର ସ୍କେଲିଟନଟେ ନଦୀରୁ ଭାସି ଭାସି ଆସିଛି। ମୁଁ ଖବର ପାଇବାର 5 ଦିନ ପରେ ଗଲି। 5 ଦିନ କରି ଗଲା ପରେ ସେଠି କିଛି ସ୍କେଲିଟନ କିଛି ପାଇଲିନି, ସେ ଭାଙ୍ଗି ଯାଇଛି। କିନ୍ତୁ ମୁଁ ଯିବା ପୂର୍ବରୁ ଡିଷ୍ଟ୍ରିକ୍ଟ
कलेक्टर था एडीएम था से लकीली अनलकीली मोर रिलेशन था परमिशन डिग्री गली से पुलिस दरकार पुलिस तो सांगे पठाऊँ तुझे कंकाल आणबू कौन लोक कौन कहे कौट आणु कौन मैजिक करू कौन करू ये सब भाविकी दुई जन पुलिस पठाइबा कहले मुझे कहले नहीं पुलिस पठेले बेसी असुविधा हम मुझे जीवी से गाँव में पहुँचला मोर पहुँचला टे आफ्टरनून हो जाता से गाँव रोटे पिला को धरली नहीं गली नदी खोजिली से कंकाल जो कथा बुझी से पाइलिनी तथापि से पाख पूरा माटीर तले देखिली गोटे पाइली स्कल कैप्टे पाइली स्कल कैप्टे पाइली नहीं पानी जो नदी तले गोटे पानी से झरणा पानी तले धुआ धुई कली पचर आनी देखला से पिला पलैला से मत डरिक पलि मुझे कौन कहली मत कनसीयस लगला से स्कल कैप्टे धरी पानी में धुआ धुई कर झरी आनी स्कूटर जाइली स्कूटर आनिक धुआ धुई कर मोर बास्केट पछपटे पुरेली धीरे धीरे आसली परदिन आनिक डिपार्टमेंट देली डिपार्टमेंट था प्रोफेसर उषा डेका बहुत खुशी है मत कहले तुम लिखिकी दियो कौन तथ्य से विषय पाइल आदि अधिक किसी मटेरियल पाई भल होता कि जापारे अलग कम जो से मटेरियल स्टडी करागला स्टडी करा जना पड़ा यहाँ गोटे जो स्कल कैप मेजरमेंट यहाँ नियंडरथल स्कल मेजरमेंट भली डोलिकोसेफाल हेडटा लंबा दैन दैट ऑफ द ब्रेथ ऑफ द हेड जहाँ हो फील्ड वर्क ट्रेडिशन एथिकल नॉलेज कथा कहली केमी तुम आगु परमिशन नहीं जीव बिना परमिशन से कम जापरनी गले असुविधा सम्मुखीन हम सो आम देखिले फील्ड वर्क ट्रेडिशन केमती फील्ड वर्क आमर अमेरिकन यूरोपियन एम्प्लॉइज मैंने आरंभ कर आगु आर्मचेयर बसिक डेटा संग्रह करते क्रिटिसाइज है फील्ड वर्क गले फील्ड वर्क ट्रेडिशन एस्टाब्लिश है इंडिया रे भारत वर्ष फील्ड वर्क ट्रेडिशन आम पुंखानुपुंखा भाव में ऑब्जर्व कले फील्ड जावा पूर्व आम तथ्य को कौन कलेक्शन करवा कौन ना किपर कलेक्शन कर डिजाइन कर खसरा कर आम एथिकल कमिटी अप्रूव नहीं जावाक सो ये सब विषय तुम जान फील्ड वर्क ट्रेडिशन एत इंपोर्टाट तो जाना दरकार विदाउट फील्ड वर्क एंथ्रोपोलॉजी इज नॉट पॉसिबल यू कैन नॉट थिंक ऑफ एंथ्रोपोलॉजी विदाउट फील्ड वर्क थैंक यू फॉर टुडे थैंक यू फॉर लिसनिंग the entire talk on field work tradition of anthropology. Thank you once again.